ବୈଶାଳୀର ଆମ୍ରବନ ଚତୁର୍ମାସ୍ୟା ବ୍ରତ ଉଦ୍ଯାପନ ପାଇଁ ବୁଦ୍ଧ ବର୍ତ୍ତମାନ ସେଠାରେ ଅବସ୍ଥାନ କରୁଛନ୍ତି। ଆମ୍ରବନର ସ୍ଥାନେ ସ୍ଥାନେ କିଛି ପତ୍ର କୁଟୀର, ଭିକ୍ଷୁ ଓ ଶ୍ରମଣଙ୍କ ରହିବା ପାଇଁ ବ୍ୟବସ୍ଥା, ସ୍ଥାନେ ସ୍ଥାନେ ଉଚ୍ଚ ପିଣ୍ଡି, ଅବସର ସମୟରେ ଭିକ୍ଷୁମାନଙ୍କର ଧର୍ମଚର୍ଚ୍ଚା ଓ ସାଧନା କରିବା ପାଇଁ। ଏଇଟା ବର୍ଷା ଦିନ। ଏଇଠି ବର୍ତ୍ତମାନ ଅନେକ ଲୋକ ବସବାସ କରୁଛନ୍ତି। ଭିକ୍ଷୁ, ଭିକ୍ଷୁଣୀ, ଦୀକ୍ଷାଗ୍ରାହୀ ଏବଂ ଜ୍ଞାନଲିପ୍ସ ପଣ୍ଡିତ। ସେ ସମୟରେ କୌଣସି ଏକ ଦିନ ଅନେକ ରାତି ହେଇଯାଇଛି। ଆମ୍ରବନଟି ନିସ୍ତବ୍ଧ, ନିର୍ବାକ। ଯଦିଓ ବର୍ଷା ଦିନର ରାତି, ତଥାପି ଆକାଶ ନିର୍ମଳ ଓ ଚନ୍ଦ୍ର ତାରାକିତ। ଗଛପତ୍ରର ଫାଙ୍କ ଦେଇ କିଛି କିଛି ଜ୍ୟୋତ୍ସ୍ନା ଆସି ମାଟି ଉପରେ ପଡୁଛି ଏବଂ ମନେ ହେଉଛି ଯେପରି ମାଟି ଉପରେ କିଏ ଚିତା ଆଙ୍କି ଦେଇଛି।
କିଏ ସେଠି? କିଏ ଏମିତି ହସୁଛି? ଆଜି ସନ୍ଧ୍ୟାରେ କି ବର୍ଷା। ଅନ୍ଧାରରେ ମୁଁ ତମକୁ ଦେଖିପାରୁନି। ତମେ କଣ ଇଚ୍ଛାମତୀ? ଅଥଚ ଶ୍ରାବଣ ରାତିରେ ବି ମେଘ ସବୁ କୁଆଡେ ହଜିଗଲେ। ଆଜି ସନ୍ଧ୍ୟାର ବର୍ଷା ଯିଏ ଦେଖିଛି ସେ କଣ କେବେ ବିଶ୍ୱାସ କରିବ ଆଜିର ଏ ଆକାଶରେ ଜ୍ୟୋତ୍ସ୍ନା ପ୍ଲାବିତ ହେଇପାରେ? ତମେ ତାହେଲେ ଦୀପ ଲିଭେଇ ଦେଇଛ। ଆଉ ଆଜି ପ୍ରଥମ ଥର ପାଇଁ ମୁଁ ଅନୁଭବ କରୁଛି ଏ ଜ୍ୟୋତ୍ସ୍ନା କେତେ ନିଷ୍ଠୁର, କେତେ ଦୂରର। ଅନୁଶାସନର ଗୋଟାଏ ଶକ୍ତି ଉପଲବ୍ଧି କରିବି ବୋଲି ମୁଁ ଆଜି ପ୍ରତିଜ୍ଞା କରିଥିଲି। ନା 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 ନା, ସବୁ ଠିକ ଥିଲା ସନ୍ଧ୍ୟା ପର୍ଯ୍ୟନ୍ତ। ହଁ, ଗଛ ପତ୍ର ଆକାଶ ନିଥର ନିଷ୍କପ। ହଠାତ୍ ବର୍ଷା ହେଲା। ଓଃ, କି ବର୍ଷା! ମୁଁ ଆଉ କୁଡ଼ିଆ ଭିତରେ ବସି ରହି ପାରିଲିନି। ମେଘ ମେଘର ଆକାଶ ଜ୍ୟୋତ୍ସ୍ନା ପ୍ଲାବିତ ହେବା ପର୍ଯ୍ୟନ୍ତ ସେଇ ବର୍ଷାରେ ମୁଁ ଗାଧେଇଲି। ଗାଧେଇଲି। କଣ ଚାଁ? এই জ্যোৎস্নার কিছু মো অঞ্চଳରେ ଗୋଟାଇ ନବାକୁ। ଅଦ୍ଭୁତ ଇଚ୍ଛା। ବର୍ଷା ତ ଭିଜେଇ ପାରିଲାନି, ଜ୍ୟୋତ୍ସ୍ନା ଯଦି ଧୋଇ ଦେଇ ପାରେ। କଣ? ନୀଳ ନଈ ତ ମୁଁ ଭାସି ଯିବାକୁ ଚାହେଁ। ଆମେ ଦୁହେଁ ଭାସି ଯାଉଥିଲେ, ହେଲେ ଈଶ୍ୱର ପ୍ରୀତ ଭଳି କିଏ ଯେପରି କହିଲା କୂଳରେ ବି ଲାଗିପାରେ। କିନ୍ତୁ କିଏ ଜାଣିଥିଲା କୂଳଟି ବନ୍ଧୁର ଖାଲି ଶିଳା ସଜ୍ଜା। ଆଜି ରାତିରେ ମୁଁ ଯୋଉ ଇଚ୍ଛାମତୀକୁ ଦେଖୁଛି ସିଏ ତ ଏମିତି ନଥିଲା କେବେ। ଆଜି ଭଳି ବର୍ଷାରେ ତ ମୁଁ ଏମିତି ଭିଜି ନଥିଲି କେବେ। କିନ୍ତୁ ଏଠିକି ଆସିବା ଆଗରୁ ଗ୍ରାମ ଶେଷରେ ସେ ସବୁଜ ଅରଣ୍ୟ ଆଉ କ୍ଷୁଦ୍ର ପାର୍ବତ୍ୟ ନଦୀ ଯେଉଁଠି ପରସ୍ପରକୁ ଆଲିଙ୍ଗନ କରୁଥିଲେ। ହଁ ହଁ, ସେଦିନ ବି ବର୍ଷା ଆସିଥିଲା। ସ୍ୱପ୍ନ ଭଳି କିମ୍ବା ଜାତି ସ୍ମରର ପୂର୍ବ ଜନ୍ମ ଭଳି ବର୍ଷା ଆସିଲା। ବର୍ଷା ଆସିଲା ଅନେକ କୋଳାହଳ ବାଦ୍ୟ ନାଦରେ, ଅନେକ ନୂପୁରର ବାଛୁରୀ ବଛେଇ ବର୍ଷା ଆସିଲା। খুব ଭିଜିଥିଲେ ସେଦିନ ତମେ ଆଉ ମୁଁ। ବର୍ଷା ପଡି ତୁମ ଦେହରୁ ଏକ ଅପୂର୍ବ ଗନ୍ଧ ବାହାରୁଥିଲା। ସେ ଗନ୍ଧ ମୋର ଆଘ୍ରାଣ ଦେଇ ସାରା ଦେହଟାରେ ସଞ୍ଚାରି ଯାଇଥିଲା। ମୁଁ ନିବିଡ଼ରୁ ନିବିଡ଼ତର ହେଲି, ଏକାକା। ଖାଲି ତମ ମୋ ଭିତରେ ପାଚିଲା ଭଳି ସେଇ ଗନ୍ଧଟା। ଇଚ୍ଛାମତୀ, ତମ ଦେହରେ ସମୁଦ୍ରର ଗନ୍ଧ, ତମ ଆଖିରେ ଆକାଶର ନୀଳ, ତମ ବାହୁରେ ନଦୀର ପ୍ଲାବନ, ତମ ପ୍ରେମ ସବୁଜ ଅରଣ୍ୟ। ମୁଁ ଜାଣିନି ଏହି ମୁହୂର୍ତ୍ତ ଠାରୁ ଆଉ କିଛି ବଡ଼ ଅଛି କି ନାହିଁ। ମୁଁ ବି ଜାଣି ତମ ଠାରୁ ଆଉ କିଛି ମହତ୍ ପ୍ରାପ୍ତି ଅଛି କି ନାହିଁ। এই মুহূর্ত ସବୁ চিরঞ্জীবী হব। দীর্ঘজীবী হও এ মিলনর ছন্দ। নীলে রইত ইয়ার না কোন আনন্দ। ইচ্ছামতী, ইয়ে কর গৌরব। না, ତମେ ଯାହାକୁ ଆନନ୍ଦ ଆଉ ଗୌରବ କହୁଛ ସେଦିନ ହଜିଯିବ, ଏ ଦେହ ସାଙ୍ଗରେ ହଜିଯିବ। କାହିଁକି? କାରଣ ଏ ଆନନ୍ଦର ସଂଜ୍ଞା ନୁହେଁ, ଏ ଗୌରବର ମୂର୍ତ୍ତି ନୁହେଁ। ତାହେଲେ ଯୌବନ ସମୟର ଡେଣା ମାଡ଼ରେ ମଳିନ ପଡ଼ିଯିବ। ସମୟ କଣ ସବୁ ନଷ୍ଟ କରିଦିଏ? ଦିଏ, ତେଣୁ ସମୟକୁ ଅତିକ୍ରମ କରିବାକୁ ପଡ଼ିବ। କେମିତି? ସେଥିପାଇଁ ପ୍ରସ୍ତୁତ ଦରକାର, ଦୃଢ଼ତା ଦରକାର। ତାପରେ ତାପରେ ଆନନ୍ଦ ଏକ ଅନାହତ ନିରବଚ୍ଛିନ୍ନ ସ୍ରୋତ, ସେଠି ସବୁ ଇଚ୍ଛା ମୃତ, ସବୁ କାମନା ବିଲୁପ୍ତ। କୋଉଠି କୋଉଠି ସେ ଏକ ଆଲୋକମୟ ରାଜ୍ୟ, ଚେତନାମୟ, ଶାଶ୍ୱତ। ସେଠି କଣ ଏ ନଦୀ ଥିବ, ଏ ସବୁଜ ଅରଣ୍ୟ ଆଉ ଛବି ଭଳି ଗ୍ରାମ? ସେଠି ପହଞ୍ଚିବା ପରେ ଦେଖିବାର ଦୃଶ୍ୟ ବଦଳି ଯାଇଥିବ। କୋଉଠି କୋଉଠି ସେ? ଯିବ, ଯିବି। ସେଠି ସବୁ ପ୍ରଶ୍ନ ଶେଷ ହେଇଯାଇଛି, ଶେଷ ହେଇଯାଇଛି ସବୁ କାମନା ଆଉ ବିଲୁପ୍ତ।
ସେଠି ଭାସିବାର ନଦୀ ଅଛି କିନ୍ତୁ ଆବିଳତା ନାହିଁ। ସେ ନଦୀର ନାମ ନିରଞ୍ଜନ। ସେ ନଦୀର ବନ୍ୟା ଅଛି ଅଛି କିନ୍ତୁ ଭସେଇ ନିଏ, ଧୋଇ ଦିଏ। ଆଉ ପର୍ବତ ପର୍ବତ ବି ଅଛି କିନ୍ତୁ ଅହଙ୍କାର ନାହିଁ। ଇଚ୍ଛାମତି ସେଠି ସବୁ ଅଛି, ସବୁ କୋମଳ ଛବି ଭଳି ରଙ୍ଗୀନ। ମୁଁ ଯିବି। ଯିବ ତାହେଲେ ଛାଡି ଯିବାକୁ ପଡିବ ତମର ଏ ଅତୀତ। ଏ କୂଳର ମାୟା ତୁମକୁ ଭୁଲି ଯିବାକୁ ପଡିବ। ଯିବାକୁ ପଡିବ। ଭୁଲି ଯିବି? ହଁ, ଭୁଲି ଯିବାକୁ ପଡିବ। ଭୁଲି ଯିବି। ମୁଁ ଯିବି। ନୀଳରହିତ ମୁଁ କଣ କରିବି? ମୁଁ ଜାଣିବାକୁ ଚାହେଁ ଏ ଜୀବନ, ଏ ଗ୍ରାମ, ଏ ନଦୀ ଆଉ ଇଚ୍ଛାମତି ବ୍ୟତୀତ ଅନ୍ୟ କିଛି ଅଛି କି ନାହିଁ। ମୁଁ କଣ କରିବି? ମୁଁ ଯିବି। କିନ୍ତୁ ତମକୁ ଛାଡି ମୋ ଜୀବନ କୌଣସି ଜୀବନର ପରିପୂରକ ନୁହେଁ ତରୁଣୀ। ତମେ ଯଦି ଇଚ୍ଛା କର ତମେ ହିଁ ମତେ ଅନୁସରଣ କରିପାରିବ। ନୀଳଲୋହିତ ବ୍ୟତୀତ ମୁଁ କିଛି ଜାଣିନି, କାହାକୁ ବି ଜାଣିନି। ନୀଳଲୋହିତ ମତେ ଅନୁସରଣ କର। ନୀଳଲୋହିତ 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 ମତେ ବି ତୁମ ସାଙ୍ଗରେ ନିଏ। ନୀଳଲୋହିତ 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 ସେଇ ଦିନଠାରୁ ମୁଁ ତମକୁ ଅନୁସରଣ କରି ଆସିଛି। ତମ ପଛେ ପଛେ, ତମ ପାଦ ସାଙ୍ଗେ ପାଦ ମିଶେଇ, ତମ ଧର୍ମ ଓ ଧାରଣାର ସହଯୋଗ ନେଇ ମୁଁ ତମକୁ ପାଖରେ ପାଇବାକୁ ଚେଷ୍ଟା କରିଛି। କିନ୍ତୁ ଏଠି ପହଞ୍ଚି ତମେ ହଜିଗଲ। ହଁ, ମୁଁ ହଜି ଯାଇଛି ତମଠାରୁ, ମୋର ସମସ୍ତ ଅତୀତ ଠାରୁ। କିନ୍ତୁ ଆଜି ଯେତେବେଳେ ଖୋଜି ପାଇଛି ଏ ଇଚ୍ଛାମତି ରାତକୁ ବିବାହ ହବାକୁ ଦବ ନା ନୀଳଲୋହିତ? ନା, ମତେ ସ୍ପର୍ଶ କର, ମୋର ପ୍ରତିଜ୍ଞାକୁ ଭାଙ୍ଗି ଦେ। ତମେ ଫେରିଯାଅ ଏଠୁ। ମୋର ଅନ୍ୟ ଚିନ୍ତା, ଅନ୍ୟ ସ୍ୱପ୍ନ, ଅନ୍ୟ ଶପଥ। ଏକ ମୁହୂର୍ତ୍ତରେ ମୁଁ ତମକୁ ଚିହ୍ନି ପାରୁନି ଇଚ୍ଛାମତି। এই স্বল্প আলোকর নিয়া তম আখিরে ମୁଁ ଦେଖିପାରୁଛି ତମ କାମନାର ଦଗ୍ଧୀଭୂତ ଦେହ। କହିଲି ପରା ବର୍ଷା ଧୋଇ ପାରିଲାନି। ତାପରେ ତମକୁ ଖୋଜିଲି କୋଟି ରାମର କୋଚ ଜସ୍ନାର ପ୍ରତି କିରଣ ଭିତରେ ମୁଁ ତମକୁ ସାଉଁଟିବାକୁ ଚାହୁଁଥିଲି। କାହିଁ କେତେ ଦିନ ହଜିଥିବା ଖଣ୍ଡିତ ମୁହୂର୍ତ୍ତ ସବୁ। କଣ ଚାହଁ ତମେ? ସତ୍ୟକୁ ଆବିଷ୍କାର କରିବାକୁ। ତାର ପ୍ରୟୋଜନ ନାହିଁ। ଜଣେ ମହାନୁଭବ, ମହାତ୍ୟାଗୀ ଶରୀରକୁ ଅନେକ କଷ୍ଟ ଦେଇ ଆମ ପାଇଁ ସତ୍ୟ ଆବିଷ୍କାର କରିସାରିଛନ୍ତି। ଅର୍ଥାତ୍ ଆମର କିଛି କରିବାର ନାହିଁ, ଖାଲି ଅନ୍ଧ ଭଳି ସେମାନଙ୍କୁ ଅନୁସରଣ କରିବା ଏବଂ ବିଶ୍ୱାସ ବି କରିଯିବା। ମନରୁ ଚେତନାରୁ ଉପଲବ୍ଧି ସମ୍ପ୍ରସାରିତ କରିଯିବା। କିନ୍ତୁ ଏ ଦେହଟା ଯେ ବର୍ଷାରେ ବି ଭିଜି ନାହିଁ, ଶୀତଳ ଏବେ ସେ ସ୍ନିଗ୍ଧ ହୋଇନି। ଦେହ ଏକ ବର୍ମ, ଏକ ଦୁର୍ଗ। ସେ ବି ବେଳେ ବେଳେ କାନ୍ଦେ, ବେଳେ ବେଳେ ଛଟପଟ ହୁଏ। ଅବୁଝା ହୁଅନି ଇଚ୍ଛା। ଯାଅ, କୁଡ଼ିଆକୁ ଫେରିଯାଅ ଏବଂ ପ୍ରଭୁଙ୍କ ବାଣୀ ମନେ ପକେଇବାକୁ ଚେଷ୍ଟା କର। ମନେ ରଖ, ସେଇ ହିଁ ସତ୍ୟ, ସେଇ ହିଁ ପଥ। କିନ୍ତୁ କାହିଁ ବର୍ଷା ତ ଭିଜେଇ ପାରିଲାନି କାମନାରେ ଚଳୁଥିବା ଏ ଦେହଟାକୁ। ଇଚ୍ଛା ମତେ ତମେ ସମସ୍ତ କାମନା ବାସନା ଏବଂ ପୃଥିବୀର ସମଗ୍ର ପ୍ରାଥିବିକ ସୁଖକୁ ତ୍ୟାଗ କରି ଏକ ଶୁଦ୍ଧପୂତ ଜୀବନ ପାଇଁ ପ୍ରତିଜ୍ଞା କରିଛ। କାହା ପାଖରେ? ପ୍ରଭୁଙ୍କ ପାଖରେ। ଆଉ ନିଜ ପାଖରେ? ସଙ୍ଗ ବ୍ୟକ୍ତିକୁ ବିଶ୍ୱାସ କରେ ନାହିଁ, ମୋର ଇଚ୍ଛା, ସଙ୍ଗ ସ୍ୱୀକାର କରେ ନାହିଁ, ମୋର ଆକାଂକ୍ଷା ଓ ସ୍ୱପ୍ନ, ସଙ୍ଗ ପାଇଁ ଉତ୍ସର୍ଗ କରାହୁଏ, ମୋର ବିଦ୍ରୋହ ବିପ୍ଳବ, ମୋର ସ୍ୱାଧୀନତା, ସଙ୍ଗ ନିୟନ୍ତ୍ରଣ କରେ, ମୋର ଦୁଃଖ, ନିର୍ବାସିତ ଏକ ମହତ ଅନୁଜ୍ଞା ସମସ୍ତ ଦୁଃଖକୁ ଅପସାରିତ କରିଛି। କିନ୍ତୁ କଣ ସେ ଯାହା ଦୁଃଖଠାରୁ ସନ୍ନତର, ଦୁଃଖଠାରୁ ମହାନ? କାମନାର ବିନାଶରେ ଦୁଃଖର ବିନାଶ। କିନ୍ତୁ କାମନା ମୃତ୍ୟୁ ଭଳି ସତ୍ୟ, ଦେହ ଭଳି ସଞ୍ଚରଣଶୀଳ ଆଉ ଦୁଃଖ ଭଳି ମହତ। ଇଚ୍ଛା ମତେ ଚାଲ କୁଆଡେ? ପୁଣି ପ୍ରତ୍ୟାବର୍ତ୍ତନ ସେଇ ପୁରାତନ ସତ୍ୟକୁ, ସେଇ ପୁରାତନ ବିଶ୍ୱାସକୁ। ନା, ନୀଳଲୋହିତ ଏଠି କିଛି ନାହିଁ। ଏଠି ଅହଙ୍କାର ନାହିଁ ଯୁଦ୍ଧ କରିବାକୁ, ଦୁଃଖ ନାହିଁ ପରୀକ୍ଷା ଦେବାକୁ। ତଥାପି ଏଠି ବଞ୍ଚିବାର ପ୍ରେରଣା ଅଛି, ଯାହା ମଣିଷକୁ କ୍ରମଶଃ କ୍ରୀବ କରିଦେବ। ମୁଁ ବିଶ୍ୱାସ କରେ ନା। ତମର ବିଶ୍ୱାସ ମୋର ବିଶ୍ୱାସ ନୁହେଁ। ତମେ ଯାଅ, ଚାଲିଯାଅ। କୋଉଠିକି? ତମ କୁଟୀର। ସେଠି ମତେ ଭଲ ଲାଗୁନି। ପ୍ରାର୍ଥନା କର, ଧ୍ୟାନ
ସମୁଦ୍ର ଅନେକ ଥର ଭାବିଛି ଏହି ସବୁ ସ୍ମୃତିକୁ ଗୋଟେ ମୁଁ ସମୁଦ୍ରକୁ ଫେଙ୍କି ଦେବି, କିନ୍ତୁ ଜାଣ ଏ ସମୁଦ୍ର କିଛି ରଖେନି, ସବୁ ଫେରେଇ ଦିଏ, ଅତୀତକୁ ଆଉ ସ୍ମୃତିକୁ ବି। ଦିନେ ମୁଁ ବି ଅନ୍ୟ ଭଳି ଠିକ ସେତିକି ବେଳେ ସେ ଆସିଲେ। ତାଙ୍କ ଆହ୍ୱାନରେ ଏକ ନୂତନ ସ୍ୱର, ତାଙ୍କ କଥାରେ ଏକ ନୂତନ ଭାଷା। ସେମାନଙ୍କ ପତାକା ତଳକୁ ଆସିବା ପାଇଁ ଏକ ସୁନ୍ଦର ଚନ୍ତା ଭିତରେ ଉତ୍ତମ ଖାଦ୍ୟ, ଉତ୍ତମ ପ୍ରତିଶ୍ରୁତି। ମୁଁ ଚାଲି ଆସିଲି। ତମ ସାଙ୍ଗରେ ମୁଁ ବି ମୁଁ ସମ୍ମୋହିତ ହେଇ ତାକୁ ଅନୁସରଣ କଲି। କୌତୂହଳରେ ମୁଁ ବି ତମକୁ ଅନୁସରଣ କଲି। ଏଠି କି ପ୍ରଶାନ୍ତି, ଏଠି ସବୁ ଜିଜ୍ଞାସାର ଶେଷ। କାମନାର ବିନାଶରେ ଦୁଃଖର ବିନାଶ। ମୁଁ ଯାହା ଖୋଜୁଥିଲି ପାଇଯାଇଛି। କିନ୍ତୁ ମୁଁ ଯାହା ପାଇଥିଲି ହଜି ଯାଇଛି। ତମେ ସେଇ ଅବୁଝା ହେଇ ରହି ଶିଶୁ ଭଳି ଜିଦଖୋର, ଶିଶୁ ଭଳି ପ୍ରବଳ। ଏ ରାତି, ଏ ବର୍ଷା, ଆଜିର ଏ ପରିବେଶ ହୁଏତ ତମକୁ ବିଚଳିତ କରିଛି। ଇଚ୍ଛା ଉଠ, ଯାଅ, ସକାଳକୁ ଅପେକ୍ଷା କର। ସକାଳ ରାତିର ସବୁ ବାଚାଳତାକୁ କ୍ଷମା କର। ନା ନୀଳ, ମତେ ନିଷ୍ପେଷିତ କର, ମୋଙ୍କର ବିରୋଧରେ ଯୁଦ୍ଧ ଘୋଷଣା କର, ମତେ କ୍ଳାନ୍ତ ଦିଅ, ଯନ୍ତ୍ରଣା ଦିଅ ନୀଳ। ନା, ମୁଁ ପାରିବି। ତମେ ଚାଲି ଯାଅ, ଚାଲି। ତମକୁ କାହା ପୁରୁଷ ଭୂମିକାରେ ଦେଖିଲେ ଆଉ କେହି ହୁଏତ ସହିପାରେ, କିନ୍ତୁ ମୁଁ ସହିପାରିବି। ତାହେଲେ ତମକୁ ଯିବାକୁ ହବ ମୋ ସାଙ୍ଗରେ, ମୋ କୁଡ଼ିଆକୁ। ଆସ, ଇଚ୍ଛା ଆସ, ଇଚ୍ଛା ଆସ। କିଏ ସେଠି? ଏତେ ରାତିରେ ଏଠି? ମୁଁ ନୀଳଲୋହିତାଙ୍କ ପାଖକୁ ଆସିଥିଲି। ଇଚ୍ଛାମତି, ମୋ ବାଲ୍ୟ ସାଥୀ। ହଁ, ହେଲେ ଏ କଥା ତ ଆପଣଙ୍କୁ ଅଜଣା ନୁହେଁ। ଆଉ କୈଶୋର ଅତିକ୍ରମ କରି ଆମେ ଯେତେବେଳେ ଯୌବନରେ ପହଞ୍ଚିଲୁ, ସେତେବେଳେ ଆମେ ତ ଅନେକ ସ୍ୱପ୍ନ ଦେଖିଥିଲୁ। ସ୍ୱପ୍ନ? ସେ ସବୁ ଏଠିକି ପହଞ୍ଚିବାର ଅନେକ ଆଗରୁ। ନା ନା ନା, ଏଠି ପହଞ୍ଚିବାର ପୂର୍ବ ମୁହୂର୍ତ୍ତ ପର୍ଯ୍ୟନ୍ତ। ଆଉ ତାପରେ ସେଦିନ ଆପଣ ପହଞ୍ଚିଲେ, ଆଉ ଆମ ଦୁହିଁକୁ ତ ଅନ୍ୟ କଥା ଶୁଣେଇଲେ। ଏକା ବେଳେକା ଅନ୍ୟ କଥା ଯାହା କେବେ ହେଲେ ଆମେ ଶୁଣି ନଥିଲୁ। ଆଉ ତାପରେ ଚାଲି ଆସିଲୁ ଏଠିକି, ଆପଣଙ୍କୁ ଅନୁସରଣ କରି। କିନ୍ତୁ ଏତେ ରାତିରେ ଏଠି? ମୁଁ ନୀଳଲୋହିତାଙ୍କୁ ମୋ କୁଡ଼ିଆକୁ ନିମନ୍ତ୍ରଣ କରୁଥିଲି। ନୀଳଲୋହିତ ତାଙ୍କ ସାଧନା ଓ ଅନୁଶୀଳନରେ ଜଣେ ଅହର୍ତ୍ତ। କିନ୍ତୁ ଆଜି ରାତିରେ ମୋର ତାଙ୍କୁ ନିମନ୍ତ୍ରଣ ସମ୍ପୂର୍ଣ୍ଣ ବ୍ୟକ୍ତିଗତ। ଏଠିକି ଆସିବା ପୂର୍ବରୁ ସମସ୍ତଙ୍କ ବ୍ୟକ୍ତିସତ୍ତା ବିଲୁପ୍ତ। ସଂଘର ପରିଚୟରେ ଆମ ସମସ୍ତଙ୍କର ପରିଚୟ। ନୀଳଲୋହିତାଙ୍କ ସହିତ ମୋ ପରିଚୟ ବ୍ୟକ୍ତିଗତ, ସମ୍ପର୍କ ଆହୁରି ବ୍ୟକ୍ତିଗତ। କଣ ସେ ସମ୍ପର୍କ? ନୀଳ, କଣ ସେ ସମ୍ପର୍କ? ଇଚ୍ଛାମତିକୁ ଯିବାକୁ କୁହନ୍ତୁ। ଶୁଣ ଇଚ୍ଛାମତି, ତମ ସହିତ ନୀଳଲୋହିତର ସମ୍ପର୍କ କଣ ତା ମୁଁ ଜାଣିନି। ତମେ ଏଠିକି କାହିଁକି ଆସିଥିଲ ତା ବି ମୁଁ ପଚାରିବାକୁ ଚାହେଁନି। କିନ୍ତୁ ଏତେ ରାତିରେ କୌଣସି ସନ୍ନ୍ୟାସୀ ସହିତ ଏକାନ୍ତ ମିଳିତ ହବା ସଂଘର ନିୟମ ବିରୁଦ୍ଧ। ସଂଘ ତ ଜୀବନ ନୁହେଁ। ଏ ପ୍ରଶ୍ନ ଅବାନ୍ତର। ଜୀବନର ସବୁ ଜିଜ୍ଞାସାକୁ ଆପଣଙ୍କ ସଂଘ କଣ ପୂରଣ କରିପାରିବ? ଯୁକ୍ତି ମଣିଷକୁ ଦୂରତର କରେ। ମୋର ପ୍ରଶ୍ନ ଆପଣଙ୍କୁ ନୁହେଁ, ନୀଳଲୋହିତ। ନୀଳଲୋହିତ ଏ ସଂଘ ଏ ଅନୁଷ୍ଠାନର ଜଣେ ନିଷ୍ଠାପର ସଭ୍ୟ। ମୋର ପ୍ରଶ୍ନ ନୀଳଲୋହିତ। ସେ ଅଧିକାର ତମର ନାହିଁ। ନୀଳଲୋହିତ, ତମେ ଯାଅ। ମୁଁ ତାଙ୍କୁ ନିମନ୍ତ୍ରଣ କରିଛି। ତାହା ନିୟମ ବହିର୍ଭୂତ। ନୀଳଲୋହିତ, ତମେ ଗୋଟିଏ ନିୟମ ପାଖରୁ ପଳେଇ ଆସି ଆଉ ଗୋଟେ ନିୟମ ପାଖରେ ଆତ୍ମସମର୍ପଣ କରିବ। ତମେ ଯାଅ ଇଚ୍ଛାମତି, ତମେ ଏଠୁ ଚାଲିଯାଅ। ତାହେଲେ ମୋ ପ୍ରଶ୍ନର ଉତ୍ତର ଦବ କିଏ? ତମେ ନା ଆପଣ? ସବୁ ପ୍ରଶ୍ନର ଉତ୍ତର ନଥାଏ। ତେଣୁ ମୋ ନିମନ୍ତ୍ରଣ ରକ୍ଷା କରିପାରିବ ନାହିଁ କାହିଁକି? ଯାହା ନିହାତି ସହଜ, ଯାହା କୌଣସି ବାକ୍ୟକୁ ଅପେକ୍ଷା କରେ ନା। ଇଚ୍ଛାମତି, କଣ ଚାହଁ ତମେ? ଅସମ୍ଭବତାର ଚାହେଁ। ନା, ମୁଁ ଯାହା ଚାହେଁ ଆମେ ତା ମତେ ଦେଇପାରିବୁ। ଶୁଣ, ତମ ମନରେ ଯଦି କିଛି ଜିଜ୍ଞାସା ଥାଏ
ताहले काली सकाळ हेले मो निकट तार समाधान पाई करी होय तो काली सकाळी मो मनरे प्रश्न रखिबो सुनिबाकू चाहि आजी आउ एही मुहूर्त कौन कौन जा दुखटर सोनतर दुखटर मोह कामना दुखर कारण कामनार विनाश रे दुखर विनाश धर्म एवं संघ निकट निजक उत्सर्ग कर तमे निर्वाण प्राप्त हेबो चरा रोग व्याधि मृत्यु एसबुर मुक्ति पाई धर्मर शरणागत हो प्रभु संघर शरणागत हो प्रभु निकट आत्मसमर्पण कर कारण प्रभु सर्वशेष सत्यर प्रतीक तांक पर पुनर्जन्म ना एवं कामनार विनाश रे दुखर विनाश कामना कौन सी कौन तार रूप इच्छा मते कामनार अनेक रूप हाथ तार लंबा सुदूर प्रसारित आउ से हाथ भितर आमे दिने पड़ी छटपट होतले एवं प्रभु निखिल मानवर कल्याण पाई वार्ता बहन करिया एवं आपण माने समस्ते अंधा भଳି खाली अनुसरण करिगले बिना चुक्ति रे नीरव हेले आ बिना युद्ध रे आत्मसमर्पण भी करिगले जुक्ति एमिति अनेक जुक्तिहीन कथा अछि जहा केवल ध्वनि सदृश कोलाहलमय जान जुक्ति करिवार दंड कोन जाने बहिष्कार से सत्य पथर बहिष्कृत हले तमे भाग्यर अनंत दुख अछि नीलराज इच्छा मते मु दुख को भय करे ना दुख सत्य रो अनेक रूप देखि पारु ना से माने केमति दुख को जय करी निर्भय निरल तो केही देई परिबिनी निज को आविष्कार करबा को पड़ी इच्छा मते काली प्रभात हवा पूर्व तमे स्थान त्याग करतिबो आउ आउ ना बहुत वे एतिकी यथेष्ट ए संघ तुमको आज ठार अस्वीकार करूछि चाली छी किंतु मने रखो ए संघरे मु एकमात्र शरण हो संघ एक श्रृंखला व्यक्ति एक शृंखला व्यक्ति संघर प्रतिष्ठाता किंतु आपण माने संघ पाखरे व्यक्ति को कीर्तनाश करि दउ इच्छा मते तब जाओ जाओ तू चिपी दो हुए तो अर्थांतर रे प्रत्येक सहज कथा विकृत होई जे ता माने मଣିଷ को सहज भावे गड़ी उठिबा को के दिए नै आज नो आभा मान कारण मଣିଷ पराधीन धर्म नारी शासन नारी संपर्क मु परिवार नारी से एक अनुष्ठान कथा पशु आउ जहार ना आपण मानिकर ए संघ ऊपर प्रभुଙ୍କର आशीर्वाद अछि हजार हजार लक्ष लक्ष संघ गड़ी उठिलानी केते नर नारी प्रकृत सत्यर संधान पाई से संघभुक्त हेलानी संघ एवं प्रभुଙ୍କର शरणापन्न हेई से माने अखंड आनंदर भागीदार संख्या देई शक्तिर शक्ति को मपाचे नै होई त आपण माने भूल सुनिछन नहले हमको भूल कह जाय जी भूल हां कामनार विनाश रे दुखर विनाश भूल काहे की कामना कहार कामना प्रत्येक मनुष्य एवं त विनाश केउ केबे कामनार स्पर्श ठार एड़ी जे जता सत्य दूरे जे ओ से पळाय न त कामना जेपरि को हिंस्र पशु सब बळे मଣିଷ पछरे दौड़ी पारे लागि छी ठीक सैया एवं मଣିଷ एक भीरु संघभक्त जीव प्रतिरोध करिबार शक्ति नै कि स्वर उତ୍ତोलन करिबार साहस भी नै मनुष्य एक परिचालित जीव काहा द्वारा कामना द्वारा एवं कामना ने मଣିଷ पंकु अथर्व कदापि नुहे ए प्रश्न मु पचारि पारे का जिए नियम सृष्टि करिसंती तमे प्रभु को उपहास करछ छुट्टी उपहास नुहे इच्छा मते एई मुहूर्त मु तुमको बहिष्कार आदेश देली चली जी किंतु मने रखन दिने आपण करे प्रश्न समस्त को खेत विख्यात करिवो या पर ठार मु तमटो किछि सुनिबा चाहेनी एबे भी समय अछि स्वीकार करंतु देह मध्य साधारण रे कौन को देह को अस्वीकार करी कामना रे विनाश खाली को दुर्बलता छलना अपूर्णता इच्छा मते ए संघर सीमा बाहरे पाद देबा मात्रे आपण को तो कर्तृत्व शेष होई जिवो तापरे के जिज्ञासु मते दिके भी पचारे तबे कोन पाइलो कोन उपलब्ध कलो तमरो नीरव रहिबा परम भलो हां नीरव रहे भी निर्णयता जदि तमे मो संगरे जाओ आते तो मो से मन को कहि परिबी मो व्यक्ति सब विसर्जन देनी तमको मु फेरी पाई छी तमे मते काहे केंती ढोल देबो चेष्टा करू तमे जाओ न काहे तमे जाओ चली जा ना हुए तो तमर मोर संपर्क रे एठी पूर्ण छेद हे माने किछि कहबा को देबेनी हे देह देहर ऊर्ध्व को जीवा पर ए माने विश्वास तो कलेनी कि मु पूरी दिने मन को पाखु को आसीबी
ତମେ ଦୁଃଖିତ, ତମେ ଅନୁତପ୍ତ। ମୋର ସାଧନା ଶେଷ ହେଇ ନିଜକୁ ବୁଦ୍ଧିମତୀ ଭାବୁଥିବା ଏ ନାରୀଟିର ଭାଗ୍ୟରେ ଅନନ୍ତ ଦୁଃଖ ଅଛି ନୀଳଲୋହିତ। ଜାଣି ପ୍ରଭୁ କହିଛନ୍ତି ପ୍ରଭାତ ହେଲା। ହଁ ପ୍ରଭାତ ହେଲା। ଇଚ୍ଛାମତୀର କାମନା ସବୁ ରାତି ସାଙ୍ଗେ ଇଚ୍ଛାମତୀ ଭଳି ବିଦାୟ ନେଲା ଆଉ ପ୍ରମାଣ କରିଦେଇ ଗଲା ଦେହର ଆକର୍ଷଣ ଜୀବନର ଭୂମିକା ନୁହେଁ। ନା ଭୂମିକା ନୁହେଁ। ତେବେ କୁହ, ମୋ ସଙ୍ଗେ ଉଚ୍ଚାରଣ କର। ଉଚ୍ଚାରଣ କରି ହେ ପ୍ରଭୁ, ହେ ପ୍ରଭୁ ମତେ ଆଲୋକରୁ ଆଲୋକକୁ ନିଅ। ମତେ ଆଲୋକରୁ ଆଲୋକକୁ ନିଅ। ମୁଁ ଚାହେଁ ନାହିଁ ଐକ ଜୀବନ। ମୁଁ ଚାହେଁ ନାହିଁ ଐକ ଜୀବନ। ମୋର ପୁନର୍ଜନ୍ମ ଦରକାର ନାହିଁ। ମୋର ପୁନର୍ଜନ୍ମ ଦରକାର ନାହିଁ। ମୁଁ ଚାହେଁ ନିର୍ବାଣ। ନିର୍ବାଣ ନିର୍ବାଣ ନିର୍ବାଣ। शरणं गच्छामि धम्मं शरणं गच्छामि संघं शरणं गच्छामि जाओ, भूली जाओ इच्छामती की नୀଳଲୋହିତ। भूली जाओ या बाहर आउ एक जीवन थिला। ये सकाल नूतन स्वर बहन करी आनिछि। କାଲିର ଅନ୍ଧାର କିନ୍ତୁ ମିଥ୍ୟା ନୁହେଁ। ये सकाल नूतन आलोकରେ ଉଦ୍ଭାସିତ। ରାତିରେ କିନ୍ତୁ ଇଚ୍ଛାମତୀ ଥିଲା। ତାର ଇଚ୍ଛା ଥିଲା, ତାର ନିମନ୍ତ୍ରଣ ଥିଲା। ये सकाल नूतन प्रतिज्ञार ବାର୍ତ୍ତା ବହ। ସେ ପ୍ରତିଜ୍ଞା ତ ଅନେକ ରାତିର ଅନ୍ଧାର ଭିତରେ ତଥାପି ଉଜ୍ଜ୍ୱଳ। ଇଚ୍ଛାମତୀ ଚାଲିଗଲା, ତା ସାଙ୍ଗରେ ନେଇଗଲା ମୋର ବାଲ୍ୟ, କୈଶୋର ଆଉ ଯୌବନ। ଏ ସକାଳ ପରେ ମୋ ପାଇଁ ବାର୍ଦ୍ଧକ୍ୟ ନେଇ ଆସିଛି। ମୁଁ କଣ ବୃଦ୍ଧ? ବରଂ ତମ ଅହିଂସା ଏବଂ ପ୍ରଶାନ୍ତର ଆଲୋକରେ ଆହୁରି ପ୍ରଜ୍ୱଳିତ। ଇଚ୍ଛାମତୀ ତମର ଯୌବନକୁ ମୁକ୍ତି ଦେଇଯାଇଛି। ତମେ ସକାଳର ଉପାସନା ପାଇଁ ପ୍ରସ୍ତୁତ। ତାହେଲେ ମୁଁ ମୁକ୍ତ, ତମେ ମୁକ୍ତ, ମୁଁ ଚିରନ୍ତନ, ତମେ ଶାଶ୍ୱତ। ମୁଁ ମୁକ୍ତ, ମୁଁ ଚିରନ୍ତନ, ମୁଁ ଶାଶ୍ୱତ। ମୁଁ ମୁକ୍ତ, ମୁଁ ଚିରନ୍ତନ, ମୁଁ ଶାଶ୍ୱତ। ମୁଁ ମୁକ୍ତ, ମୁଁ ଚିରନ୍ତନ, ମୁଁ ଶାଶ୍ୱତ। ମୁଁ ମୁକ୍ତ। ତମେ ଗୌତମଙ୍କ ସାଙ୍ଗରେ ପ୍ରାତଃ ଭ୍ରମଣ ସାରି ଫେରିଲେ। ଗୌତମଙ୍କର ଜୟ। ଗୌତମଙ୍କର ଜୟ। ସେ ସତ୍ୟର ପ୍ରବର୍ତ୍ତକ, ନୂତନ ଆଲୋକର ବାର୍ତ୍ତା। ଗୌତମ ଆମ୍ଭମାନଙ୍କୁ ମୁକ୍ତ କରିବା ପାଇଁ ଅବତୀର୍ଣ୍ଣ। ତାହାରି ପ୍ରମାଣ ପାଇଁ ମୋ ଇଚ୍ଛାମତୀକୁ ବହିଷ୍କାରର ଆଦେଶ ଦେଇଛି। ଇଚ୍ଛାମତୀ ନୀଳଲୋହିତଙ୍କ ବାନ୍ଧବୀ, ଦେଖିତା ଏକ ସନ୍ନ୍ୟାସିନୀ। ହେତୁ ବେଳେ ବେଳେ ନିଜକୁ ବୁଦ୍ଧିମାନ ଏବଂ ଜ୍ଞାନୀ ଭାବୁଥିବା ମଣିଷମାନେ ସମୟ ସମୟରେ ଏମିତି ଅନ୍ୟମାନଙ୍କୁ ଭୁଲ ପଥରେ ପରିଚାଳିତ କରନ୍ତି। ସଂଘ ଭିତରେ ରହି ଦୀକ୍ଷିତା ଜଣେ ସନ୍ନ୍ୟାସିନୀ, ତାର କୁଆଡେ ମୋହଭଙ୍ଗ ହୋଇଛି। ଏକଥା ଗୌତମ ଜାଣନ୍ତି। ବୋଧହୁଏ ନା। ଆଜି ପ୍ରଭାତ ପୂର୍ବରୁ ମୁଁ କିନ୍ତୁ ତାଙ୍କୁ ଘୁରି ବୁଲୁଥିବାର ଦେଖିଥିଲି। ଗୌତମକୁ ହଁ, ଗୌତମଙ୍କୁ। ଅତି ପ୍ରତ୍ୟୁଷରୁ ଗୌତମ ଶଯ୍ୟା ତ୍ୟାଗ କରନ୍ତି। କିନ୍ତୁ ଆଜି ଯେପରି ଅନ୍ୟମନସ୍କ, କିପରି ଗଭୀର ଚିନ୍ତାରେ ମଗ୍ନ, ତାଙ୍କୁ ସଦା ପ୍ରଫୁଲ୍ଲ ରହୁଥିବାର ଜଣାଯାଏ। ଯେପରି ବିଚଳିତ, ଭ୍ରମଣ ସମୟରେ ନାନାଦି ପ୍ରଶ୍ନ ପଚାରି ସଂଘର କୁଶଳ ଜିଜ୍ଞାସା କରନ୍ତି। ଆଉ ଆଜି ନୀରବ, କଣ ହେଇଛି? ବୋଧେ ହୁଏ ସଂଘ ପାଇଁ, ପରିବର୍ତ୍ତିତ ଲୋକମାନଙ୍କ ପାଇଁ ନୂତନ କିଛି ବାଣୀ ଦେବା ପାଇଁ ନିଜକୁ ପ୍ରସ୍ତୁତ କରୁଛି। ତାଙ୍କର ସମସ୍ତ ବାଣୀ ଓ ଚିନ୍ତାଧାରା ଲିପିବଦ୍ଧ। ଅନ୍ୟ କିଛି ବି ହେଇପାରେ, ନା, ସେ ତାଙ୍କର ଶେଷ କଥା କହିସାରିଛନ୍ତି। କେଜାଣି ତମେ ତାଙ୍କ ଚିନ୍ତାଧାରାର ଭାଷ୍ୟକାର, ତାଙ୍କ ଦର୍ଶନର ମହାନ ପ୍ରବକ୍ତା। ତମେ ଜାଣିଥିବ ତାଙ୍କର ଆଉ କିଛି କହିବାର ଅଛି କି ନାହିଁ।
ମୁଁ ଭାବୁଛି ଇଚ୍ଛା ମତରେ ବହିଷ୍କାର କଥା ତାକୁ ନ ଜଣେଇଲେ ଚଳନ୍ତା। ତମେ ସଂଘ ମାନଙ୍କର ପରିଚାଳକ ଆଉ ନିୟମ ବୋଧହୁଏ ଗୌତମ ଆସୁଛନ୍ତି। ହଁ ଏଇ ଆଶ୍ଚର୍ଯ୍ୟ, କାହିଁକି? ପ୍ରଭାତ ଭ୍ରମଣ ସାରି ସେ କିଛି ସମୟ ବିଶ୍ରାମ ନେବା କଥା, ଏବଂ ତାପରେ ପ୍ରାର୍ଥନା ସଭା। ଅଥଚ ଗୌତମଙ୍କର ଜୟ। ବିଶ୍ରାମ ପ୍ରକୋଷ୍ଠ ଛାଡ଼ି ଏଠାରେ ପ୍ରାର୍ଥନା ସଭା ମଧ୍ୟ ଆହୁତି ହୋଇଛି। ଆଜି ରାତି ସୁଦ୍ଧା ଚତୁର୍ମାସ୍ୟା ବ୍ରତର ଉଦ୍ଯାପନା ବ୍ୟବସ୍ଥା କର ଆନନ୍ଦ। କିନ୍ତୁ ଏଇ ମାସ ଶେଷ ପର୍ଯ୍ୟନ୍ତ ଚାତୁର୍ମାସ୍ୟା ବ୍ରତ ପାଳନ ହେବା ପାଇଁ ଘୋଷଣା ହେଇଥିଲା ପ୍ରଭୁ। ସାରିପୁତ୍ର ପ୍ରଭୁ ଆନନ୍ଦ ପ୍ରଭୁ ପୁଣି ଯିବାକୁ ପଡ଼ିବ। ପୁଣି ବସି ରହିବାଟା ସ୍ଥିରତା ନୁହଁ। ପୁଣି କୁଆଡ଼େ ଯିବେ ପ୍ରଭୁ? ହିମାଳୟର ପାଦ ଦେଶରୁ କୁମାରିକା ପର୍ଯ୍ୟନ୍ତ ଗୋଟାଏ ବିସ୍ତୀର୍ଣ୍ଣ ଭୂଖଣ୍ଡ ଛାତି ମେଲେଇ ପଡ଼ି ରହିଛି। ଆମନ୍ତ୍ରଣ କରୁଛି, ଆସ। ଚାଲୁ ଚାଲୁ ଅନେକ ଶିଖିବ, ଅନେକ ମୋହ ଭାଙ୍ଗିଯିବ। ଅନେକ ମିଥ୍ୟା କଟିଯାଇଛି ପ୍ରଭୁ। ଯିଏ ଆମ ଧର୍ମର ଶରଣ ନେଇଛି ତାର ଅନ୍ୟ କୌଣସି ସତ୍ୟ ଆଉ ଜାଣିବାକୁ ବାକି ନାହିଁ ପ୍ରଭୁ। କିନ୍ତୁ ମୁଁ ନିଜେ ନିରଞ୍ଜନା ତଟଭୂମିରୁ ଆପଣ ସର୍ବଶେଷ ସତ୍ୟ ଆବିଷ୍କାର କରିଚାଲିଛନ୍ତି। କରିସାରିଛି। ତେବେ କାଲି ରାତିରେ ସେ ସତ୍ୟକୁ ଉପହାସ କରିବାକୁ ଇଚ୍ଛାମତୀର ଟିକିଏ ହେଲେ ଅବହେଳା ହେଲା ନାହିଁ। ପ୍ରଭୁ କାଲି ରାତିର ସମସ୍ତ ଘଟଣା ମୁଁ ଜାଣିଛି। ପ୍ରଭୁ ଅନ୍ତର୍ଯାମୀ। ଏ ପ୍ରଶ୍ନ ଏପରି ବିଦ୍ରୁପ ଇଚ୍ଛାମତୀ ପରି ଅନ୍ୟ ଅନେକଙ୍କର ବି ଥାଇପାରେ। ସଂଘଭୁକ୍ତ ହୋଇ ବିରୁଦ୍ଧ ଚିନ୍ତାର ସ୍ଥାନ ନାହିଁ ପ୍ରଭୁ, ତେଣୁ ସେମାନଙ୍କୁ ସଂଘ ତ୍ୟାଗ କରିବାକୁ ପଡ଼ିବ। ଏଇ ସମାଧାନ। ନହେଲେ ସେମାନଙ୍କୁ ବୁଝିବାକୁ ପଡ଼ିବ, ଆଉ ଥରେ ନୂଆ କରି ସମୀକ୍ଷା କରିବା ପାଇଁ ତାଙ୍କୁ ପ୍ରବର୍ତ୍ତା ଯିବ ପ୍ରଭୁ। ସମୀକ୍ଷା ବୁଝିବା ନା, ଯିବାକୁ ପଡ଼ିବ ପୁଣି ଥରେ ପଥକୁ, ପୁଣି ଥରେ ନୂତନ ଅଭିଜ୍ଞତା ଆହରଣ କରିବାକୁ ପଡ଼ିବ। ଆନନ୍ଦ ପ୍ରଭୁ ସାରିପୁତ୍ର ଯିବାର ଆୟୋଜନ କର। କାଲି ପ୍ରତ୍ୟୁଷ ଗୌତମ ଅନ୍ୟମନସ୍କ, ବିଚଳିତ, ଯେମିତି ଅନ୍ୟ ଏକ ଚିନ୍ତାର ନିମ। ଗୌତମଙ୍କର ଆଦେଶ ଯିବାକୁ ହେବ। ଯିବାକୁ ହେବ, କିନ୍ତୁ ମୁଁ ଭାବୁଥିଲି ସବୁ ଖୋଜା ଶେଷ ହେଇଗଲା, ଏଥର ଖାଲି ବିଶ୍ରାମ। ବୋଧେ ହୁଏ ସେ ସର୍ବଦା ଜାଗ୍ରତ, ତେଣୁକରି ତାଙ୍କ ଜୀବନରେ ବିଶ୍ରାମ ନାହିଁ। ଯଦି ଥାନ୍ତା ରାଜ୍ୟ ସିଂହାସନ ପ୍ରାପ୍ତି ପରେ ବିଶ୍ରାମ ନେଇପାରିଥାନ୍ତା, ଯଦି ଥାନ୍ତା ବିବାହ ପରେ ବି ସେ ବିଶ୍ରାମ କରିପାରିଥାଏ। ଅଥଚ ପିତୃତ୍ୱ ପରେ କିନ୍ତୁ ଠିକ ସେତିକି ବେଳେ ସେ ସବୁ କିଛି ତ୍ୟାଗ କଲେ, ସିଂହାସନ, ସ୍ତ୍ରୀ ଏବଂ ପୁତ୍ର। ନା, ତାଙ୍କ ଜୀବନରେ ବିଶ୍ରାମ ନାହିଁ। କିନ୍ତୁ ଏ ଭ୍ରମଣର ଉଦ୍ଦେଶ୍ୟ ତ କିଛି ବୁଝିପାରିଲି ନାହିଁ। ଆମକୁ କେବଳ ଅନୁସରଣ କରିବାକୁ ପଡ଼ିବ। ସେମାନେ ଯେଉଁ ସମୟରେ ଜନ୍ମ ନିଅନ୍ତି କେବଳ ସେହି ସମୟ ପାଇଁ ବଞ୍ଚନ୍ତିନି, ସେମାନେ ସର୍ବଦା ଏକ ବିସ୍ମୟ। ମୁଁ ଯାଉଛି। ଯିବା ଆଗରୁ କେହି କିଛି କହିବେନି? ନା କିଛି ଉପଦେଶ, କିଛି ବାଣୀ? ନା, ଯିବା ଆଗରୁ ଗୌତମଙ୍କ ସାଙ୍ଗରେ ସାକ୍ଷାତ କରିବାକୁ ମୁଁ ଇଚ୍ଛା କରୁଥିଲି। ସେ ସମସ୍ତ ସାକ୍ଷାତର ଊର୍ଦ୍ଧ୍ୱରେ, ସମସ୍ତ ଯୁକ୍ତି ଆଉ ଅବିଶ୍ୱାସ ଦୂରରେ। ଅର୍ଥାତ୍ ଖୁବ୍ ଚତୁରତାର ସହିତ ଅନ୍ୟମାନଙ୍କ ଠାରୁ ତାଙ୍କୁ ଦୂରେଇ ରଖିବାର କୌଶଳ। କଣ ଜାଣ ତୁମେ? ମୋର ଜାଣିବା ଭୟର ଜାଣିବା ନୁହେଁ। ଦେହ ମନ ପ୍ରାଣ ଦେଇ ଯେତିକି ଟିକେ ଜାଣେ ସେଇ ମୋର ପାଥେୟ। ଅନେକ ଜାଣିବାର ଗର୍ବ ମୋର ନାହିଁ। ସେଇଥିପାଇଁ ସଂଘ ତୁମକୁ ଗ୍ରହଣ କରିପାରିଲା ନାହିଁ। ସମକର୍ମ, ସମଚିନ୍ତା, ସମଚେତନା ହିଁ ସଂଘ। ଜାଣେ, ବ୍ୟକ୍ତି ଏଠି ସମଷ୍ଟିର ରୂପାନ୍ତର, କଥା ଏଠି ସମ୍ମିଳିତ ସ୍ୱର। ତେଣୁ ଏଠି ମୋର ଜାଗା ହେଲାନି। ସେଥିପାଇଁ ମୋର ଦୁଃଖ ନାହିଁ। ମୋ ଦୁଃଖ ଖାଲି ନୀଳଲୋହିତଙ୍କ ପାଇଁ। ଆପଣ ମାନଙ୍କ ଠାରୁ ସେ ଯଥେଷ୍ଟ ପଣ୍ଡିତ, ଯଥେଷ୍ଟ ଜ୍ଞାନୀ ଥିଲେ। ଏ ସଂଘ ତାଙ୍କ ପାଇଁ ଏକ ଅବକ୍ଷୟ। ତମମାନଙ୍କ ଭଳି କେତେ ଜଣ ସବୁ ଯୁଗରେ ସବୁ ସମୟରେ ଥାନ୍ତି ଇଚ୍ଛାମତୀ, ଯେଉଁମାନେ ପ୍ରଚଳିତ ସତ୍ୟକୁ ଉପହାସ କରନ୍ତି। ଏବଂ ସେଇ ବ୍ୟତିକ୍ରମ ମାନେ ହିଁ ସତ୍ୟର
ଇଚ୍ଛାମତି ଗୌତମ ଯଦି ମୋ କଥା ପଚାରନ୍ତି ପଚାରିବେନି। ମୋ ବିଷୟରେ ଜାଣିବାକୁ ଚାହାନ୍ତି କୌଣସି ବ୍ୟକ୍ତି ବିଶେଷ ପାଇଁ ସେ ବିଚଳିତ ନୁହନ୍ତି। ତାଙ୍କୁ ଆପଣମାନେ ଭୁଲ ବୁଝିଛନ୍ତି। ସେ ସଂଘମାନଙ୍କର ପ୍ରତିଷ୍ଠାତା ହେଲେ ବି ସେ ଜଣେ ବ୍ୟକ୍ତି ଯାହାକୁ ସମସ୍ତ ଅହଙ୍କାର ସ୍ପର୍ଶ କରିପାରେନି। ଆଉ ଆପଣମାନେ ତାଙ୍କୁ ଦୂରରେ ରଖି ତାଙ୍କ ବିଷୟରେ ଯାହା ପ୍ରଚାର କରୁଛନ୍ତି ସେ ସବୁ ଭୁଲ ମିଥ୍ୟା। ଇଚ୍ଛାମତି ଯୁକ୍ତି କରି କିଛି ଲାଭ ନାହିଁ। ନିଜକୁ ଦେଖି ପାରିବାର ଦୃଷ୍ଟି ଆପଣ ସମସ୍ତ ବିୟ ଭିତରକୁ ଫିଙ୍କି ଦେଇଛନ୍ତି। ଆପଣମାନେ ସମସ୍ତେ ଆକ୍ରାନ୍ତ। ସଂଘ ନାମକ ଅନୁଷ୍ଠାନ ଗୋଟେ ଗୋଟେ କ୍ରୀତଦାସ। ଯିବା ପୂର୍ବରୁ ମୋର ଆପଣଙ୍କୁ ଗୌତମଙ୍କୁ ନୀଳଲୋହିତଙ୍କୁ ଏବଂ ଏ ସଂଘର ସମସ୍ତ ଦୀକ୍ଷିତ ମାନଙ୍କୁ ଗୋଟିଏ ମାତ୍ର କହିବା କଥା, କାମନାର ବିନାଶ ତାର ସମସ୍ତ ସତ୍ୟ ଏବଂ ସତ୍ୟ ସାଙ୍ଗରେ ଥାଇ ସମ୍ଭବ। କାମନା ଠାରୁ ଦୂରରେ ରହି କାମନାର ବିନାଶ ଖାଲି ଏକ ପ୍ରହସନ, ଛଳନା। ଚାଲ ପ୍ରାର୍ଥନା ସମୟ ହେଇଛି। ଇଚ୍ଛାମତିର କଥାକୁ ନେଇ ଆମେ ଗୌତମଙ୍କ ସାଙ୍ଗରେ ଚର୍ଚ୍ଚା କଲେ ମଧ୍ୟ ହୁଏ ଭଲ ହୁଅନ୍ତା। ଲାଭ ନାହିଁ, କାହିଁକି? କାରଣ ଗୌତମଙ୍କର ସମସ୍ତ ବାଣୀ ଓ ଚିନ୍ତାଧାରା ଲିପିବଦ୍ଧ, ଆଉ ତାରି ଭିତରେ ଅଛି ଇଚ୍ଛାମତି କଥାର ଉତ୍ତର। ମୁଁ ଜାଣିପାରିଛି, ମୁଁ ଜାଣିପାରିଛି, ମୁଁ ଜାଣିପାରିଛି, ମୁଁ ଜାଣିପାରିଛି। କଣ ଜାଣିଛ? ମୁଁ ଜାଣିପାରିଛି ଯେ ବେଗମାନେ କାହିଁକି ଚିତ୍କାର କରନ୍ତି, କାହିଁକି ଚିତ୍କାରରେ ଜି ଜି ଅନ୍ୟ ମନସ୍କ କରେ। ବର୍ଷାରେ ଦେହ ଭିଜି ଗଲେ ବି ଦେହ ଶୀତ ହୁଏନି, ଶୀତଳ ହୁଏନି। ଇଚ୍ଛାମତି ତମକୁ ବିଚଳିତ କରି ଏବଂ ମୋର ସମସ୍ତ ଜ୍ଞାନର ଅହଙ୍କାରକୁ ଉପହାସ କରି ଯାଇଛି। ସେ ଚାଲି ଯାଇଛି। ଚାଲି ଯାଇଛି, କିନ୍ତୁ ମୁଁ ଜାଣେ ସେ ପୁଣି ଫେରି ଆସିବ। ତାର ସମସ୍ତ ଉତ୍ସାହ ଦିନେ ମଳିନ ପଡ଼ିଯିବ। କିନ୍ତୁ ସେ ଚାଲିଗଲା କାହିଁକି? ସଂଘ ତାକୁ ଅନ୍ତର୍ଭୁକ୍ତ କରିପାରିଲା ନାହିଁ। ସେ କଣ ଖୋଜୁଥିଲା? ସାଧାରଣ ମଣିଷ ଭଳି ନିହାତି ଅଳିକ ବସ୍ତୁଟି, କାଚ ଭଳି, ଯିଏ ପଡ଼ିଗଲେ ଭାଙ୍ଗିଯାଏ। କିନ୍ତୁ ସେ ମତେ ଡାକୁଥିଲା, ମୁଁ ଯାଇପାରିଲି ନା। କାହିଁକି ଯାଇପାରିଲି ନା? ଯିବାକୁ ଚାହଁ? ହୁଏତ ମୁଁ ହୁଏତ ଇଚ୍ଛାମତି ବେଶୀ ଦୂର ଯାଇନଥିବ। ଯିବ? ଯିବି। ଗୋଟିଏ ଆଦର୍ଶର ପ୍ରତିଷ୍ଠା ପାଇଁ ଏ ସଂଘ ଏମିତି ଅନେକ ତ୍ୟାଗ କରିପାରେ। ଏବଂ ସଂଘ କାହାକୁ କ୍ଷମା କରେ ନାହିଁ। ଅନୁସରଣ କରିବା ଓ ଉଦ୍ବୋଧ ହେବା ଏକା କଥା ନୁହେଁ ନୀଳଲୋହିତ। ମୁଁ କଣ କରିବି? କଣ? ଯିବାକୁ ଚାହଁ? ପଥ ଅବାରିତ, ଅର୍ଗଳ ମୁକ୍ତ, ତମେ ଯାଇପାର। ଆସ, ପ୍ରାର୍ଥନା ସମୟ ହେଇଛି। କୋଉଠିକି ଯିବି? କାହା ପାଖକୁ? ସତ୍ୟମାନେ ବାରମ୍ବାର ପୋଷାକ ବଦଳଉଛନ୍ତି। ଆସ୍ତେ ଆସ୍ତେ ସଭ୍ୟରୁ ସଭ୍ୟତାର ହବାକୁ ବସିଛନ୍ତି। ସମସ୍ତ ସମସ୍ୟାକୁ ପିଟି କରି ବନ୍ଦୀ ବନ, ଅପରାଧୀ ବନ, ମୁଣ୍ଡ ଗୁଞ୍ଜି ପଡ଼ି ରହିବା। ଇଚ୍ଛାମତି ହୁଏତ ବହୁ ଦୂରକୁ ଚାଲିଗଲାଣି, ବହୁ ଦୂରକୁ।
ଅଥଚ ଗୌତମ ଏ ସ୍ଥାନ ତ୍ୟାଗର ଆଦେଶ ଦେଲେ ନାହିଁ। ଆଜି ବୋଧହୁଏ ବୃକ୍ଷ ସ୍ଥଳ ହିଁ ଆଶ୍ରୟ। କଣ କହୁଛ? ଆମେ ବର୍ତ୍ତମାନ ଗଭୀର ଅରଣ୍ୟର ପ୍ରବେଶ ପଥରେ। ଏଥର ଗୋଟେ କଥା ଲକ୍ଷ୍ୟ କରିଛ ସାରିପୁତ? କଣ? ଗୌତମ ଯଥାସାଧ୍ୟ ଲୋକାଳୟକୁ ଏଡେଇ ଆସୁଛନ୍ତି। ହଁ, ଲକ୍ଷ୍ୟ କରିଛି ଆଉ ବିସ୍ମିତ ମଧ୍ୟ ହେଇଛି। ଅଥଚ ଅନ୍ୟ ଦିନ ମାନଙ୍କରେ ଯାଉ ଯାଉ ଯଦି ଲୋକାଳୟ, ଜନବସତି କିମ୍ବା ଗ୍ରାମ ଦୃଷ୍ଟିଗୋଚର ହଉଥିଲା, ଗୌତମ ଶିଷ୍ୟମାନଙ୍କୁ ଉପଦେଶ ଦେଇ ଶୀତଳ କରୁଥିଲେ। ଅଥଚ ଏଥର ବାରାଣାସୀ ଉପାନ୍ତରେ ପହଞ୍ଚି ହଠାତ୍ ମତେ ଆଦେଶ ଦେଲେ ଅନ୍ୟ କୌଣସି ପଥ ଦେଇକି ଯିବା। ଲୋକାଳୟ ଠାରୁ, ଜନବସତି ଠାରୁ ଦୂରରେ ଯାଇଥିବା ଅନ୍ୟ କୌଣସି ପଥ। କିନ୍ତୁ କେତେ ଜନପଦ, ନଗର ଅଭ୍ୟର୍ଥନା ପାଇଁ ବ୍ୟବସ୍ଥା ନ କରିଥିଲେ? ସେମାନଙ୍କୁ ଅଭ୍ୟର୍ଥନା ଦେବା ପାଇଁ, ସ୍ୱାଗତ କରିବା ପାଇଁ ସେମାନେ ପ୍ରସ୍ତୁତ ହୋଇନଥିଲେ। ଆଚ୍ଛା, ପ୍ରଶ୍ନ ପଚାରିବାର ତ ଅଧିକାର ନାହିଁ? ନା ନା ନା, ପ୍ରଶ୍ନ ପଚାରିବାର ଅଧିକାର ନାହିଁ। ସଂଘର ସୁବିଧା ଅସୁବିଧା ନାହିଁ। ମୁଁ ତାଙ୍କୁ ପଇସାଳିରେ ଆଉ କିଛି ଦିନ ରହିବା ପାଇଁ ନିବେଦନ କରିଥିଲି। ଅଥଚ ସେ କିଛି ଶୁଣିଲେ ନାହିଁ। ଆମ୍ର ବଗିଚାରେ ଗଢି ଉଠିଥିବା ଏଡେ ବଡ ଚାତୁର୍ମାସ୍ୟା ବ୍ରତକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଲେ। ଆନନ୍ଦ, ପ୍ରଭୁ, ସାରିପୁତ୍ର, ପ୍ରଭୁ, ଆଜି ରାତି ପାଇଁ ଏଇଠି ବିଶ୍ରାମର ଆୟୋଜନ କର। ଏ ଅରଣ୍ୟର ଗଭୀର ପ୍ରବେଶ ପଥ ପ୍ରଭୁ। ପ୍ରଭୁ, ସାପ ଆଉ ସରୀସୃପଙ୍କର ଭୟ ଅଛି ପ୍ରଭୁ। ଜୀବନ ସାରା ତ କମ୍ ସ୍ୱାପଦ ଆଉ ସରୀସୃପଙ୍କର ସମ୍ମୁଖୀନ ହେଇନି ଆନନ୍ଦ। କାହିଁକି କେଜାଣି ଯେତେ ସବୁ ଭୟଙ୍କର ମୋ ଆଖି ଆଗରେ ବଦଳି ଯାଆନ୍ତି, ପ୍ରଭୁଙ୍କର ଅଲୌକିକ ସାଧନା ଯାହା କ୍ରମଶଃ ମତେ ଅନ୍ୟଠାରୁ ବିଚ୍ଛିନ୍ନ କରୁଛି। ରାତ୍ରି ଆସନ୍ନ ପ୍ରଭୁ। ହୁଏତ ନିକଟତମ ନାଗରିକ ମାନେ ଅବସର ଗ୍ରହଣ କରିସାରିଥିବେ। ଆଉ ଏତିକି ବେଳେ ଆନନ୍ଦ, ପ୍ରଭୁ, ମନେ ଅଛି ପ୍ରଚାର କାର୍ଯ୍ୟ ଶେଷ କରି ଆମେ ଯେତେବେଳେ ବିଶ୍ରାମ ଗ୍ରହଣ କରୁଥିଲୁ, ଗୋଟିଏ ଦିନର ଖାଦ୍ୟ ସୁଦ୍ଧା ଆମର ସମ୍ବଳ ନଥିଲା। ନୂତନ ଦର୍ଶନକୁ ଗ୍ରହଣ କରିବାକୁ ଲୋକମାନେ ବିମୁଖ ଥିଲେ। ସେତେବେଳେ କିନ୍ତୁ ଆଜି ଭଳି ତମ ମନରେ ଦ୍ୱିଧା ନଥିଲା। ଆଜି କିନ୍ତୁ ଆପଣଙ୍କର ସର୍ବତ୍ର ବାଣୀ ପ୍ରଚାରିତ କର। ସମ୍ବର୍ଦ୍ଧନା ଜଣାଇବା ପାଇଁ ନଗରବାସୀ ଉନ୍ମୁଖ। ଅଭ୍ୟର୍ଥନା ଦେବା ପାଇଁ କେତେ ଧନିକ ଶ୍ରେଣୀ, ଶ୍ରେଷ୍ଠୀ ଗଣ ଆଉ ଧନିକ ନାଗରିକ ସମୂହ ବ୍ୟଗ୍ର। କିନ୍ତୁ ସେଦିନର ସେଇ ଗୌତମ ଅନେକ ଅଭିଜ୍ଞତା ଅତିକ୍ରମ କରି ତଥାପି ନୂତନ ଅଭିଜ୍ଞତା ପାଇଁ ନିଜକୁ ପ୍ରସ୍ତୁତ କରୁଛି। ଆନନ୍ଦ, ପ୍ରଭୁ, ସାରିପୁତ୍ର, ପ୍ରଭୁ, ଆଜି ଏଇଠି ରାତ୍ରି ଯାପନର ବ୍ୟବସ୍ଥା କର। ପ୍ରଭୁଙ୍କ ଆଜ୍ଞା ଶିରତା। ଉଚ୍ଚାରଣ ନ କରିବି ଏମାନଙ୍କ ମନରେ ସେଇ ଗୋଟାଏ ପ୍ରଶ୍ନ, ଚାତୁର୍ମାସ୍ୟା ବ୍ରତ ପାଇଁ ଗଢି ଉଠିଥିବା ଏତେ ବଡ ସମାବେଶକୁ ମୁଁ କାହିଁକି ଭାଙ୍ଗି ଦେଇ ଚାଲି ଆସିଲି? କାହିଁକି ଲୋକାଳୟ ଆଉ ଜନପଦକୁ ଏଡେଇ ଦେଇ ଆଜି ମୁଁ ଏକ ଅପେକ୍ଷାକୃତ ନିର୍ଜନ ରାସ୍ତାରେ? କାହାର ଭୟ? ଇଚ୍ଛା ମନ୍ଦିର? ଅନେକ ଅନେକ ଦିନ ତଳେ ଠିକ ଇଚ୍ଛାମତି ପରି ଅନ୍ୟ ଏକ ନାରୀ
किए से सुजाता? हाँ, सुजाता जीवनर अन्य एक मोड़ घूरिबार प्राक काल से आसीथिला। से सुजाता हाथ में क्षीर पात्र धरी से आसीथिला मोर अनशन भंग करने, किंतु मु ताको निर्देश देली आउ केबे साक्षात न करबा। काहेकि सुजाता किंतु तमे तो इच्छा मती रूप रे स्वर रे कथबार्ता रे हुए तो सब नारी आपण काठिरे इच्छा मते ही जाइछंती। काहेकि जीवन सारा जे सब प्रश्नर उत्तर देई आसीछंती तांको मोहर पुणी प्रश्न अभांतर ना अविश्वास्य। किंतु प्रश्न सब एमिति जीवन भरी खाली प्रश्नर परिक्रमा आउ जीवन सारा सेही प्रश्न सबर उत्तर पाई प्रस्तुत। अथच से प्रश्न का समाधान होलानी। प्रश्न हाँ प्रश्न जहाँ से दिन मु आपण को पचारिथिली सेते बेले पर आपण आकुति थिला जानिबार आग्रह। सेदिन निरंजनर पानी आनिबाकु जाई प्रतिदिन आपण को देखुथिली ना आपण को नुहे जटा जुटा स्मर्श पलंबित हुए ता आउ काहाको देखुथिली। शरीर क्रमशः कृश ही आसुची चक्षु कोटर गत आउ सेदिन सेदिन रातिरे स्वप्न देखिथिली जेपरी केउ एक असिरे गुरु गंभीर स्वर आदेश दउथिला कहूला उठ सुजाता निरंजनरू पानी आनिबाकु जाई जाहाकु तुमे प्रतिदिन देखुथिल से अनेक दिन हब अभुक्त। तमे तांकर अनशन भंग कर तमे अपुत्रिक बंध्या पुत्र पाइबा पाई तांको अनशन भंग कर तापरे ध्यान भंग हैला। आखि खोली देखिली हाथ रे क्षीर पात्र धरी तमे हाथ बढ़ाई देली। तापरे क्षीर पात्र धरी मु आपण आड़ को अग्रसर हेली आपण ग्रहण कले तथागत सेतेबेले मु आपण को देखिछि जेपरि एक क्षुधात शिशु व्याकुल व्यग्रतारे से शिशुटी जेपरि माँ कोल को लंफ देउछि तापरे अनेक समयर नीरवता आपण को क्षुधा निवृत्त हैला। आहा आखिरे मुहरे आपणकर सेई की परितृप्ति। तापरे आपण मते चाहिले से क्लांत आखि दुईटी हठात जेपरि जଳି उठिला किंतु मुहूर्तक पाई तापरे लिपि गला आलोकर द्युति आपण मो ऊपर आखि फेरे नेले। गौतम सेते बेले आपणक आखि दुईटी पलातकर आखि भीत त्रस्त तापरे आपणक दृष्टि अन्य आड़को प्रसारित सेई मुहूर्तरे जेपरि मो आपणक पाखरे नाही तापरे तापरे से निष्ठुर आदेश आहार निद्रा मैथुन मनीषर जीवन धारणर उपादान हे पारे किंतु जीवनर मानदंड नुह। ए कौन आपणकर उपदेश ना अनुभूति एई निरंजना नदी अश्वथर छाया घन शीतलता मते प्रज्ञार आलोक प्रदान करिछि। किंतु भूली जिबे नहीं आपणकर अनशन मु भंग करिछि अशरीरी दैवी बाणीर ताड़नारे मु आपणक पाखକୁ आसीछि। तमर प्रयोजन शेष होइछि किंतु मु निसंतान बंध्या चाहिबा भी कामनार अन्य रूप आपण किए जात्री जहार यात्रा पथरे रोग जरा एवं मृत्युर अनेक जिज्ञासा
ଆପଣଙ୍କ ଠାରୁ ମୋର କ'ଣ କିଛି ପାଇବାର ନାହିଁ? ମୋର ଖୋଜିବା ଶେଷ ହେଇନି। ଖୋଜିବା ଶେଷ ହେଲେ ଦର୍ଶନ ପାଇବି ତ? କୌଣସି କାମନା ନେଇ ନୁହଁ, ସବୁଠାରୁ ଭଲ ହେବ ଆଉ ଯଦି ତମ ସାଙ୍ଗରେ କେବେ ଦେଖା ନ ହୁଏ। ମୋର ଶେଷ ପ୍ରଶ୍ନ, ଆପଣ କ'ଣ କାହାର ସ୍ୱାମୀ, କାହାର ପିତା? ଓ ଯାଅ ଯାଅ ତମେ। କାହିଁକି ଫେରିଦେଲି ସେଦିନ? ସେଦିନ ପରେ ନିରଞ୍ଜନରେ ଅନେକ ପ୍ଲାବନ ଆସିଛି। ପଲ୍ଲବିତ ସୁଜାତା କ୍ରମଶଃ ଶୀତ ଆଡ଼କୁ ଅଗ୍ରସର ହେଇଛି। କିନ୍ତୁ ଆପଣ ସେଦିନର ସେଇ କୃଷ ରଜୁ ଶରୀର ବିରାଟ ବୃକ୍ଷରେ ପରିଣତ ହେଇଛି। ଏବେ ଆପଣଙ୍କର ଅନେକ ନାମ, ଗୌତମ, ତଥାଗତ, ବୁଦ୍ଧ ଏବଂ ଶାକ୍ୟମୁନି। ଆପଣ ପ୍ରାତଃ ସ୍ମରଣୀୟ। ଯେତେବେଳେ ଜାଣିଲି ଆପଣ ସେଇ ନିରଞ୍ଜନ ତଟରେ ସେଇ ତପସ୍ୱୀ, ହଠାତ୍ ମୋ ମନରେ ଗୋଟେ ପ୍ରଶ୍ନ, ସେଦିନର ସେ ସ୍ମୃତି କ'ଣ ଆପଣଙ୍କର ମନେ ଅଛି? ସ୍ମୃତି କେବେ ଗୌତମ ସାଙ୍ଗରେ ବିଶ୍ୱାସଘାତକତା କରେନି, କିନ୍ତୁ କାହିଁକି ଫେରେଇଦେଲି ସେଦିନ? କିନ୍ତୁ ମତେ ଯଦି ପଚାରନ୍ତି ମୁଁ କହିବି, ନାରୀ ପୁରୁଷର ସମ୍ପର୍କର ବ୍ୟାଖ୍ୟା ସେଦିନ ବି ଆପଣଙ୍କ ମନକୁ ଆସିନଥିଲା? ଚେତବନର ଭିକ୍ଷୁ ସମାବେଶରେ ସେ ପ୍ରଶ୍ନର ସମାଧାନ ହେଇସାରିଛି ସୁଜାତା। ଏତେ ସହଜରେ ଏ ପ୍ରଶ୍ନ ସମାଧାନ କରିବା ପୂର୍ବରୁ ଗୋପାଙ୍କ ସହିତ ସାକ୍ଷାତ କରିବା ଉଚିତ ଥିଲା। ତମେ ମାନେ ସମସ୍ତେ ନିକଟତମ ଭବିଷ୍ୟତକୁ ଦେଖ, ତାକୁ ନେଇ ମତ ରହ, ତାରି ପରିପ୍ରେକ୍ଷୀରେ ଭଲ ଆଉ ମନ୍ଦର ବିଚାର କର। ମୁଁ କିନ୍ତୁ ଆପଣଙ୍କ ପଛରେ ଅନୁଧାବନ କରିନି। ଆପଣ ବି ମତେ ପ୍ରଥମ ସାକ୍ଷାତର ପୁରସ୍କାର ସ୍ୱରୂପ ଦୀକ୍ଷିତ କରିନାହାନ୍ତି। ମୁଁ ଆପଣଙ୍କ ପରି କିମ୍ବଦନ୍ତୀ ଆଉ ପ୍ରଚାରକର ନାୟକ ନୁହେଁ। ତମେ ଇଚ୍ଛାମତୀ ନା ସୁଜାତା? ତଫାତ୍ କ'ଣ? ସୁଜାତା ମାନେ ତ ଯୌବନର ଇଚ୍ଛାମତୀ। ସମସ୍ତେ କାହିଁକି ଏକାକାର ହେଇଯାଆନ୍ତି ସୁଜାତା? ସେମାନେ କୁହନ୍ତି ଆପଣ କୁଆଡେ ସବୁ ପ୍ରଶ୍ନର ସମାଧାନ, ସବୁ ଜିଜ୍ଞାସାର ଉତ୍ତର। ମୁଁ ଆଜି ଖୋଜି ପାଉନି ନିରଞ୍ଜନାର ତଟରେଖା, ବୋଧିଦ୍ରୁମର ଛାୟା ଆଉ ଉରୁ ବିଲ୍ୱର ନିଘଞ୍ଚ ଅରଣ୍ୟାନୀ। ଉତ୍ତର ଦେଇ ମୁଁ କ୍ଳାନ୍ତ, ସବୁ ପ୍ରଶ୍ନରେ ପୂର୍ଣ୍ଣଚ୍ଛେଦ ପକେଇ ମୁଁ ଅବସନ୍ନ। ସବୁ ଯଦି ଲିପିବଦ୍ଧ, ତାହେଲେ କାହିଁକି ସେମାନେ ପ୍ରଚାର କଲେ? ଆପଣ ସବୁ ରାତିରେ ଶେଷ, ସବୁ ଖୋଜିବାର ପ୍ରାପ୍ତି ଆଉ ସବୁ ପ୍ରାପ୍ତିର ପୂର୍ଣ୍ଣତା। ସେମାନେ ହୁଏତ ବୁଦ୍ଧଙ୍କୁ ମୂର୍ତ୍ତି କରିଦେବାକୁ ଚାହାନ୍ତି। ସେଇଭଳି ଆପଣ ଆମ୍ରପାଣି ଛାଡ଼ିଲେ, ସେମାନଙ୍କ ଠାରୁ ଦୂରକୁ ଯାଇପାରିବେନି। ସେମାନେ ଆପଣଙ୍କୁ ଯେମିତି ହଉ ଖୋଜି ଖୋଜି ବାହାର କରିବେ। ଜାଣେ, ସବୁ ଜାଣେ। ଏଠି ଭାଙ୍ଗିଲେ ସେଠି ଗଢି ଉଠିବ। ସବୁ ଲିପିବଦ୍ଧ, ସବୁ ଟୀକା ଭାଷ୍ୟ ପ୍ରାଞ୍ଜଳ ସ୍ୱଚ୍ଛନ୍ଦ। ଭାଙ୍ଗନ୍ତୁ, ପୁଣି ନୂଆ ଗଢି ଉଠୁ। ଆପଣ ହିଁ ପାରିବେ ଦଶରଥ। ବରଂ ଆଉ କିଛି ନୂଆ ଆବିଷ୍କାର କରିବା ପୂର୍ବରୁ ଅନ୍ତତଃ ଥରେ ଗୋପାଙ୍କ ସହିତ ସାକ୍ଷାତ କରନ୍ତୁ। ଗୋପା, ସେଦିନର ସେ ରାତି ପୂର୍ବରୁ ଆପଣ ତ ଶିଶୁ ଥିଲେ, କେତେ ଟିକେ ଜାଣିଥିଲେ ଗୋପାଙ୍କୁ। ବରଂ ଆଜିର ଅଭିଜ୍ଞତା ଦେଇ ତାଙ୍କ ଆଗରେ ଦେଖା କରିବାକୁ ଚେଷ୍ଟା କରନ୍ତୁ। କିଏ କହିବ ସେଠି ପହଞ୍ଚି ଅନ୍ୟ ଏକ ଇଚ୍ଛାମତୀକୁ ଦେଖିବି କି ନାହିଁ? କିଏ କହିବ ମୋର ଅଭିଜ୍ଞତା ସବୁ ତାର ଇଚ୍ଛାର ପ୍ରାଚୀର ଦେହରେ ବାଜି ଖଣ୍ଡ ଖଣ୍ଡ ହେଇ ଭାଙ୍ଗିଯିବ କି ନାହିଁ? ଏଇ ତ ଆପଣଙ୍କ ଭିତରେ ଅଶ୍ଳୀଳତା ଫୁଟି ଉଠିଲାଣି। ଆଖିରେ ଖୋଜିବାର ଆଲୋ ଜଳି
उठिलाणी से आलोक तो केबे निर्वापित नथिला अंतर भितरे मु चिर अशांत चिर अस्थिर सेई अस्थिरता दे आपण नुआ किछि आविष्कार करतु ताहले उच्चारण करतु मो परे अन्य एक गौतम आसीबो मो बुद्ध नुहे जातकर शेष कहानी नु सत्यर शेष आविष्कार को नुहे किंतु इच्छा मती अन्य कथा कहूतिला मु भी हुए तो अन्य कथा कहूची एमिति प्राय सब लोक अन्य अन्य कथा कहिबे एका प्रकारर शरीर आउ बुभुक्षा थाई मनीष एते विचित्र एते भिन्न सेइथि पई तो मनीषर मथन भीतर आपण बाहरी आसन आपण आउ किछि भाबंतु नुआ किछि नहले किछि स्वप्न देखंतु अंततः आम पई जे माने प्रचलित नियम रे विद्रोही किबा नास्तिक एठी चालिबार शेष नाही कहिबा शेष हेले आरंभ स्वप्न देखा एठी गड्डारिका नाही गड़ुथिबा पथर देहरे एठी शिउली जमेनी तेणु एमती चालू चालू स्वप्न देखी मते अतिक्रम करने को पड़े पुणी भविष्यतरु वर्तमान को छुई अतीत पहुंच पुणी कपिलवास कपिलवस्तु नगरी आलोक पताकारे भूषित तोरण द्वारा सज्जित नगरर पथर अट्टालिकार शिखर एवं प्राचीर और गंबुज मानकरे गौतम को संबोधन जणाया विपुल जनता रुद्धश्वास होई अपेक्षा कर स्वागत करी आनिबा पई सैन्य बल अश्व एवं हस्ती को प्रेरण करा जाय से किंतु आसीबा मना बहुत अनुनय विनय एवं प्रार्थना पर शेष रे से राजी मु चाहिथिली ताकू देखा करिबा तमे किंतु मना कलो काहे एवं से आसीबार संवाद पाइबा परठार तमे नीरव गंभीर मंत्री स्वागत उत्सव पाई समस्त आयोजन प्रस्तुत अनेक वर्ष तले गौतम को अभिषेक उत्सव जो आयोजन होइता आठारु जे कोनोसी गुण रे कम न ताको पाई प्रसाद उन्मुक्त थी आमे समस्त ताको सेवा पाई प्रस्तुत थी अथच से एठी रहिले नगर बाहर एक क्षुद्र कुटीर अवस्था सब प्रस्तुत थिला सिंहासन यौवन तुली तल्पसेच उद्यान नर्तकी एवं मु किंतु यही धरी रखी पारे से दिन सब एकाकार केते वर्ष केते झुक ठीक से प्रश्न मु ताको पचारिबा को चाहिए ठीक से प्रश्न मु किंतु आ पचारिबा को चाहे काहे की अपांतर प्रश्न सेई सब दिन आ मध्य रात्रि सब मो मनर काढी नै छि विस्मय आ चमक आ विस्मित हैला बळी किछि नाही मंत्री तुमे जाओ आसीबार समय हुए त आसन युवराज परीक्षा दबा को पड़िबो मु प्रस्तुत तुमे आज कहा को देखिबा को प्रस्तुत हेउचा गौतम मोर पिता को संकर तो अनेक नाम अनेक व्यक्ति से बुद्ध से तथागत से शाक्य मुनि तथापि ताको रक्त कणिका मो देहरे से होय तो भूली जाय छथि तथापि मु ताकर उत्तर पुरुष से स्वीकार करि न पारंती जदि करि थांते ताले काहे कि आसिले ने एठी की काहे की तमे कोन चाहो सतरी वो कौन छी से आउतर फेरी आसो पुणी सिंहासन और पदवी रे भूषित हो सारा पृथ्वीटा कपिलवस्तु हे सारिछि पुत्र किंतु तमे मु हुए तो कपिलवस्तु नामक
କୌଣସି ଏକ ନିର୍ଜନ ଦ୍ୱୀପରେ ନିର୍ବାସିତ। ତାହେଲେ ଆସିବାର ସମ୍ବାଦ ପାଇବା ପରଠୁ ମୁଁ ବହୁତ ଭାବିଛି। ଭାବନା ଗୁଡାକ ଯେମିତି ଗୋଳମାଳ ହେଇଯାଉଛି। କିଏ କହୁଛି ସେ ଆସନ୍ତୁ, କିନ୍ତୁ ଅନ୍ୟ କେହି କହୁଛି ଫେରି ଯାଅ। ସେ ଆସୁଛନ୍ତି ପ୍ରସାଦ ପର୍ଯ୍ୟନ୍ତ ଯୋଉ ପଥରେ ତୋରଣ ମାନେ ସଜା ହୋଇଥିଲା ସେ ପଥରେ ସେ ଆସୁନାହାନ୍ତି। ତେବେ ଅନ୍ୟ ଏକ ନିର୍ଜନ ରାସ୍ତାରେ ସୈନ୍ୟଗଣ ହସ୍ତି ଆଉ ଅସୁଯୁଦ୍ଧ ସବୁ ଫେରେଇ ଦେଇଛନ୍ତି। ତା ମାନେ ଖାଲି ପାଦରେ ଚାଲି ଚାଲି ଆସୁଛନ୍ତି। ଆହା, ସେ ତ ବହୁତ ଦୂର। ମା, ମୁଁ ଯିବି। ନା, ତାଙ୍କର ପ୍ରିୟ ଅଶ୍ୱଟି ଏପର୍ଯ୍ୟନ୍ତ ଜୀବିତ। ମୁଁ ଭାବିଥିଲି ତାକୁ ଦେଖି ବେଶ ଆଦର କରିବେ, ବୃଦ୍ଧ ହେଲେ ବି ତା ଉପରେ ଉପବେଶନ କରିବେ। ସବୁ ଦୂରେଇ ଯାଇଛି। ବୟସ, ଉଜ୍ଜଳତା ଆଉ ଇଚ୍ଛା ଏଣିକି ଖାଲି ଦାଢି ଘୋଷାରି ଏକ ମାୟାହୀନ ଜୀବନ ଯାପନ। ସେ ବୋଧହୁଏ ଆସିଗଲେ। କୋଳାହଳ ଶୁଣୁଛି, ମୁଁ ଦେଖେ। ମା, ମୁଁ ଯିବି। ନା, ମାଛଟି ଆଣିବିନି, ନା, ତାକୁ ଅଭିବାଦନ କରିବନି, ନା, ତମେ ବି ଯିବନି। ନା, ସେ ଯଦି ଫେରିଯିବେ ନା। ତମେ ତାଙ୍କ ସ୍ତ୍ରୀ, ସହଧର୍ମୀ, ମୁଁ ତାଙ୍କ ପୁତ୍ର। ଏଇଟା ତାଙ୍କ ରାଜ୍ୟ, ମୁଁ ତାଙ୍କର କେବଳ ପ୍ରତିନିଧି ମାତ୍ର। ନା। ଜନନୀ, ଖାଲି ପାଦରେ ଚାଲି ଚାଲି ଆସିବାର ଅହଙ୍କାର ତାଙ୍କର ଭୁଲ ଉଠିତ ହେବ। ସେ ହସ୍ତି ମାନଙ୍କ ମଧ୍ୟରେ ସତ ହସ୍ତି, ପୁରୁଷ ମାନଙ୍କ ମଧ୍ୟରେ ଷାଠିଏ ସିଂହ। ସେ ଆସୁଛନ୍ତି। ଅବାକ୍ଷଦେ ତଳକୁ ଦୃଷ୍ଟି ନିକ୍ଷେପ କର। ଏଇଠୁ ନଗରର ଉଚ୍ଚତମ ସ୍ଥାନରେ ଏହି କକ୍ଷ। ଅବାକ୍ଷଦେ ରାଜପଥର ଏକ ବିସ୍ତୃତ ଅଞ୍ଚଳ ଦୃଷ୍ଟିଗୋଚର କର। ଜନসমୁଦ୍ର ଭିତରେ ଗୌତମ ବାହାର୍ଘ୍ୟ ପୋଷାକ ପରିହିତ ଅସଂଖ୍ୟ ନାଗରିକ ତାଙ୍କୁ ଘେରି ଜୟଧ୍ୱନି କରୁଛନ୍ତି। ମୁଁ ଦେଖିପାରୁନି, ମୁଁ କିଛି ଦେଖିପାରୁନି। ମୁଁ ଦେଖିପାରୁଛି ସେ ନାନା ରଙ୍ଗ ପୋଷାକର ସମୁଦ୍ର ଭିତରେ 3 ଜଣ ଭିକ୍ଷୁକ। ମା, ତମେ କୁହ ସେ କିଏ, କାହାନ୍ତି, କୋଉଠି? ମୁଁ ଦେଖିପାରୁନି, ମୁଁ କିଛି ଦେଖିପାରୁନି। ଅସଂଖ୍ୟ ଜଳରାଶି ଭିତରେ ପଦ୍ମ ଫୁଟିଲା ପରି ସେମାନେ 3 ଜଣ। ତାଙ୍କ ସାଙ୍ଗରେ ତାଙ୍କର ପ୍ରଧାନ 2 ଶିଷ୍ୟ ଆନନ୍ଦ ଏବଂ ସାରିପୁତ୍ର। ମୁଁ ବି ତ ଚାଲି ପାରିଥାନ୍ତି ସେମାନଙ୍କ ପରି। ତାଙ୍କ ପଛରେ ମୁଁ ଐଶ୍ୱର୍ଯ୍ୟ ଚାହିଁନଥିଲି ରାଜଭୋଗ। ସେମାନେ ମହାମନ୍ତ୍ର ଉଚ୍ଚାରଣ କରି ଆଗେଇ ଆସୁଛନ୍ତି, ଯେପରି ଯୁଦ୍ଧ ପାଇଁ ପ୍ରସ୍ତୁତ ଏବଂ ବିଜୟ ନିଶ୍ଚିତ। ମତେ ଦୃଷ୍ଟି ଦିଅ, ଦୃଷ୍ଟି। ଖାଲି ତୋରକ ପାଇଁ ମୋ ସହିତ ବିଶ୍ୱାସଘାତକତା କର ନାହିଁ। ଜୟ ଜୟକାର ଧ୍ୱନିରେ ଆକାଶ ପ୍ରକମ୍ପିତ। ସେ ଆଗେଇ ଆସୁଛନ୍ତି। ଆଗେଇ ଆସୁଛନ୍ତି, ଆହୁରି ନିକଟତର। ଭୂମିକ ଆରମ୍ଭ ହୋଇସାରିଛି, କିନ୍ତୁ ଏକ ମହାପ୍ଲାବନ ଯାହା ସବୁ ଧୋଇ ପୋଛି ନିଶ୍ଚିତ କରିଦବ। ମାତା, ରାଜ୍ୟ ଜୟର ଆନନ୍ଦ କି ତୁଚ୍ଛ ଗୌରବର ଶିଖର। ମୁଁ କାହିଁକି ହେଇପାରିଲିନି ତାଙ୍କ ପରି? ସେ ଆସିଗଲେ। ସେ ଆସିଗଲେ। ସେ ଗୋପାଳର କ୍ରମଶଃ ନିକଟତର ଆସିଗଲେ। ମନ୍ତ୍ରୀ, ତାକୁ ସ୍ୱାଗତ କର। ଦୟାକର, ତାକୁ ଅଭିବାଦନ ଜଣା। ମନ୍ତ୍ରୀ, ତମେ ଯାଅ। ଆସିଗଲେ ସିଂହାସନ ଶୂନ୍ୟ ରାଜପୁରୀ। ହେ ବିଧାତା, ମୁଁ ଆଉ ଥରେ ପରାଜିତ ହେବାକୁ ଚାହେଁନି। ତାଙ୍କୁ ଗତି ରହିତ କରାଅ। ସମଗ୍ର ଚଞ୍ଚଳ ଜନତା ସ୍ଥିର, ଉଦ୍ବେଗ ଶେଷ। କିଏ ସେମାନେ 3 ଜଣ? କିଏ ମୋର ପିତା ଗୌତମ, ସିଦ୍ଧାର୍ଥ, ବୁଦ୍ଧ? ମାତା, ଥରେ ପରିଚିତ କରା। ଚିହ୍ନି ପାରୁନି ପୁତ୍ର। ଅନେକ ବର୍ଷ ତଳେ ସ୍ୱପ୍ନ ଭଳି କେତୋଟି ମୁହୂର୍ତ୍ତ ଅଥବା ଦିନ, ମାସ, ବର୍ଷ, ଗୋଟିଏ ରାତିର ମଧୁର ମୂର୍ଚ୍ଛନା ଭଳି। ହାୟ ମୋର ଦୃଷ୍ଟି, ହାୟ ମୋର ବିଶ୍ୱାସ ଏବଂ ପ୍ରେମ। ପୁତ୍ର, ମତେ ମୃତ୍ୟୁ ଦିଅ ଅଥବା ପରିଚିତ କର। ତମର ତ
साधना धन बापा आसुथिबे केते थर मोर क्रंदित हृदय को सांत्वना दे कहिछ जन्म परी अथवा निदा घरे बारीपत परी बापा आसुछंती किंतु से आसिले नहीं शैशव विदाय नेला कैसर खाली अपेक्षा रही कोई शब्दरे टिया भी मुझे निकटरे किए बांधी दब ताको मो भितर संपर्कर सेतु पुत्र से आसुचंती उत्ताल समुद्र परी सब एकाकार हे जिबा पूर्वर हमको ठिया हबाको पड़िबो पर्वत परी तन्ने क्षमा कर माता मुझे ही पारे भी नहीं तक सम्मुखरे मते जीवाको दिया तमर राजप्रासाद अतिथि हेई पारिथांती किंतु ऐश्वर्य मते प्रलुब्ध करेनी से आसीछंती हुए तो आसीबार आवश्यकता नथिला कारण कौनसी आवश्यकता मते उच्चाट करे मु तो किछि पचारिनी किंतु अनेक स्वीकारोक्ति बाकी रही जाइछि मु तो किछि चाहिनी कारण मु समस्त अभियोगर ऊर्ध्व को चली जाइछि मोर गोटे प्रार्थना पूर्ण करिबे कुह ओते टिके देखि पारे पार शक्ति दियंतु बाहरर चक्षु निष्प्रभ हेले अंतरर चक्षु तीक्ष्ण हुई बयस सब नष्ट करि देछि मोर दृष्टि मोर श्रवण मोर स्पर्श सब अनुभूति मु जानि पारनी मो सम्मुखरे जे ठिया होइछथि से गौतम न तथागत मोर उच्चारित सत्य तुम्हें जान जाने कामना दुखर कारण अटे कामनार विनाश रे दुखर विनाश एवं मु सर्वशेष पुत्र मो परे पुनर्जन्म नाही जाने तेणु मु आज ही दीक्षा ग्रहण करबाको चाहे तमे देहर सब ग्रंथि शिथिल हेलाणी उत्ताप भी शीतल हेलाणी खाली खाली झापसा हे जा रही जाइछि स्मृति से भी निश्चिन्न हेब बयस कामना को जय करिछि मु भी स्वप्न देखिछि स्वप्न जीवनर तीनोटी संधि क्षणी रे तीनोटी नारी तमे सुजाता आउ इच्छा मती से माने किए किछि पाइबा को आसीथिले तमे तो हेले पुत्र पाइल किंतु से माने शून्य हाथ रे फेरी गले निष्ठुरा मु किंतु दबा को चाहिथिली मोर अभिज्ञता अनुभूति आउ तपस्यार फल किंतु से माने उपहास करी आपण जदि 10 वर्ष पूर्व आसी थाते तेबे मु भी सेया करि थांती तेणु मु आविष्कार कली कपिल वास्तुरु निरंजना जेतिकी दूर निरंजनारु कपिल वास्तु किंतु ताठारु अनेक अनेक दूर आपणक संगरी मोर कथा उपकथनर समय शेष होईछि वैशालीरु निरंजना छुई मोर एठिके आसीबा आउ तारी मध्यरे मु तीनोटी स्वप्न देखिछि समय उत्तीर्ण बाचाल समय सबु किछि चोरी करी आपणकर स्वप्न काहाकू कहिबी कहार समय अछि सुनिबाको काहे कि आसिलेनी 10 वर्ष पूर्वरु अशांत समुद्र परी मुंड पिटिले कुला लंघन हुएनी आपणकर संघ मु सृष्टि करिथिली आपणक अनुष्ठान मोर मु अनुष्ठानर नुह मो बुद्ध मो प्राज्ञ निरंजना मते अनेक देछि
କିନ୍ତୁ ମୋର ଆହୁରି ଦରକାର, ଆହୁରି ଆହୁରି। ଆପଣଙ୍କର ଶିଷ୍ୟମାନେ ଆସିଛନ୍ତି। ହଁ, ଆନନ୍ଦ ସାରିପୁତ୍ର। ମୁଁ ସେମାନଙ୍କୁ ଦେଖା କରିପାରିବି? କାହିଁକି? ଆପଣ ହଠାତ୍ ଅନ୍ୟ କଥା କହିବାକୁ ଆରମ୍ଭ କରିଛନ୍ତି। ମୁଁ ଅନ୍ୟ କିଛି ଜାଣିବାକୁ ଚାହେଁ, ଅନ୍ୟ କିଛି କହିବାକୁ। ମୁଁ କିନ୍ତୁ ସହ୍ୟ କରିପାରିବିନି। ଆପଣ ଯଦି ହାରି ଯାଆନ୍ତି, ପୁଣି ଥରେ ସବୁ ଯଦି ନୂଆ କରି ଆରମ୍ଭ କରିପାରନ୍ତି, ତାହେଲେ ଯାହା ସବୁ ପୁରୁଣା ହେଇଗଲା କଣ୍ଢେଇ ଭଳି ସେ ପୁରୁଣା ସବୁକୁ ନେଇ ଯିଏ ଖେଳିବାକୁ ଚାହୁଁଛି ଖେଳୁ। ଆପଣ ସେଇ ଦେଖିଥିବା ସ୍ୱପ୍ନ ମାନଙ୍କୁ ନେଇ ନୂତନ ସମ୍ଭାବନାର ବାଟ ଖୋଜୁଛି। ରାହୁଳ, ଆହା, କାହିଁକି ଡାକିଲ? ମୁଁ କାହାରି ପିତା ନୁହେଁ, ଆଉ ମୁଁ କାହାରି ସ୍ୱାମୀ ନୁହେଁ। ରାହୁଳ ପୁତ୍ର, ଦେଖିପାରୁନି ପୁତ୍ର। ସମ୍ମୁଖରେ ହୁଏ ତ ତଥାଗତ କିମ୍ବା ବୁଦ୍ଧ, ଯାହାଙ୍କ ଅପେକ୍ଷାରେ ଦିନ ମାସ ବର୍ଷ ବିତିଗଲା, ସେ ଗୌତମ କିନ୍ତୁ ଆସିଲେନି ରେ। ମୁଁ କଣ କରିବି? ଗୌତମ, ଆପଣ ମୋ ଦେହର ବେଷ୍ଟନୀୟ ଉଚ୍ଛ୍ୱାସର କେନ୍ଦ୍ରବିନ୍ଦୁ, କିନ୍ତୁ ତଥାଗତ ମୋ ସ୍ୱପ୍ନର, ମୋ ଅହଙ୍କାରର। ଅନ୍ଧମାନଙ୍କର ହସ୍ତି ଦର୍ଶନ ପରି ମତେ ସମସ୍ତେ ସ୍ପର୍ଶ କରିବାକୁ ଚାହିଁଛନ୍ତି, କିନ୍ତୁ କେହି ମୋ କେନ୍ଦ୍ରବିନ୍ଦୁରେ ପହଞ୍ଚି ପାରିଲେ ନାହିଁ। ପୁତ୍ର, ତମେ ବି କଣ ଦୀକ୍ଷା ନେବାକୁ ଚାହଁ? ମୁଁ କିଛି ଚାହେଁ ନା, ମୁଁ ଖାଲି ରହିବାକୁ ଚାହେଁ ଆପଣଙ୍କ ପାଦ ଛୁଇଁ, ଦେହ ଛୁଇଁ, ଆପଣଙ୍କ ସୌରଭ ଆଗ୍ରହଣ କରି ବଞ୍ଚି ରହିବାକୁ ଚାହେଁ। ଏଠି ବି ସେଇ ସ୍ତୁତି ଗାନ, ସେଇ ପାଦ ପୂଜା, ଅଭ୍ୟର୍ଥନା। ଶୁଣ, ଆଉ ଟିକେ ରହିବନି? ସମୟ ଉତ୍ତୀର୍ଣ୍ଣ। ଆପଣଙ୍କ ସାଙ୍ଗରେ ମୋର ସାକ୍ଷାତକାରର ସମୟ ନିର୍ଦ୍ଦିଷ୍ଟ। ମୁଁ ଯେତେବେଳେ ଚାହୁଁଛି ନା, ମତେ ଯିବାକୁ ହେବ। ସେମାନଙ୍କ ସାଙ୍ଗରେ ଦେଖା କରିବାକୁ ପଡିବ। ପୁତ୍ର, ପାର ଯଦି ଉତ୍ତରାଧିକାର ନିଅ। ଏଇମିତି ସବୁ ଚାଲିଯିବେ ପୁତ୍ର। ହାତ ଧରି ଚିରଦିନ ଯାଏ କେହି ରହିବେନି। ବରଂ ତମେ ଆବିଷ୍କାର କର ତମ ନିଜ ଚଲାପଥ। ସବୁବେଳେ କିଛି ରାସ୍ତା ପିତାମାନେ ଗୁରୁମାନେ ହାତ ଧରି ଆଗେଇ ନିଅନ୍ତି। ଆଉ କୌଣସି ଏକ ଛକରେ ଛାଡି ଯାଆନ୍ତି ନିଜର ପଥ ବାଛି ନେବାକୁ। ପୁତ୍ର, ମୋର ଏତିକି ଉପଦେଶ, ଆବିଷ୍କାର କର ନିଜେ। ମୁଁ ଆପଣଙ୍କ ପାଖକୁ ଆସିଛି ବିକ୍ୟୁ ଆନନ୍ଦ। ଲକ୍ଷ୍ୟ କରିଛନ୍ତି ତଥାଗତ ବଦଳି ଯାଇଛନ୍ତି। ବୈଶାଳୀ ରାମ୍ରବନରୁ ମଧ୍ୟ ଲକ୍ଷ୍ୟ କରିଛି। ସେ ବର୍ତ୍ତମାନ ଅନ୍ୟ କଥା କହିବାକୁ ଆରମ୍ଭ କରିଛନ୍ତି। ସେ ବର୍ତ୍ତମାନ ବିଚଳିତ, ଚିନ୍ତିତ, ସେ ଯେପରି ଆଉ କେହି, କିନ୍ତୁ ସାକ୍ଷ୍ୟ ସିଂହ ନୁହନ୍ତି। ବିକ୍ୟୁ ଆନନ୍ଦ, ତଥାଗତଙ୍କର ଏଇ କଥା ଦିନେ ହୁଏତ ମୁହଁରୁ ମୁହଁକୁ ପ୍ରଚାରିତ ହୋଇ ଚାରିଆଡେ ବ୍ୟାପିଯିବ। ସେ ଆଜି ପର୍ଯ୍ୟନ୍ତ ଯାହା କହି ଆସିଛନ୍ତି
ତାଙ୍କଠାରୁ ଭିନ୍ନ କଥା ଶୁଣି ହୁଏତ ତାଙ୍କର ଅନୁଗାମୀମାନେ ବିଚଳିତ ହେବେ। ତାଙ୍କର ଏଇ କଥା ସଂଘ ଗ୍ରହଣ କରିବ ତ? ନା, ସଂଘ ଭାଙ୍ଗିଯିବ। ଭିକ୍ଷୁମାନେ ହତଚକିତ ହେବେ, ଗୃହସ୍ଥ ନାଗରିକ ଏମାନେ ବିଚଳିତ ହେବେ। ସେମାନେ ବିସ୍ମିତ ହୋଇ ପ୍ରଶ୍ନ କରିବେ, ଇଏ କୌଣସି ତଥାଗତ? ସଂଘ ପାଇଁ ତଥାଗତ? ସଂଘ ପାଇଁ ତଥାଗତ। ତାହେଲେ ସଂଘରେ ରହିବେ, ସଂଘ ପାଇଁ ତାଙ୍କୁ ନୀରବ ହେବାକୁ ପଡିବ। ସଂଘ ବଞ୍ଚି ରହିଲେ ଆପଣ କଣ କରିବେ? ମୋର ସ୍ୱପ୍ନ ବଞ୍ଚି ରହିବ। ଦିନେ ଦିନେ ଏ ଦେହଟା ପାଇଁ ତାଙ୍କୁ ଅନେକ ଅଭିଶାପ ଦଉଥିଲି। ରାହୁଳ ଜନ୍ମ ହେଲା, ବଡ ହେଲା। ଦିନେ ବିସ୍ମିତ ହୋଇ ଦେଖେ ଦେହର ଦାବି ଆଉ ନାହିଁ, କିଛି ପାଇବାର ନାହିଁ କି କିଛି ହରାଇବାର ନାହିଁ। ଖାଲି ଯାହା ବଞ୍ଚି ରହିଛି ତଥାଗତ ନାମକ ଏକ ନାମର ଅହଙ୍କାର। ସେ କାହାନ୍ତି? ହୁଏତ ଭିତରେ ଭିକ୍ଷୁ ଆନନ୍ଦ ତଥାଗତଙ୍କୁ ନୀରବ କରାଉ, ସଂଘ ବଞ୍ଚି ରହୁ, ତଥାଗତ ନାମକ ପତାକାଟି ସ୍ପର୍ଦ୍ଧିତ ଅହଙ୍କାରରେ ଚିରଦିନ ପାଇଁ ଉଡୁ। ଗୌତମ ପ୍ରସାଦ ତ୍ୟାଗ କରିଛନ୍ତି କେତେବେଳେ? ଏଇ କିଛି କ୍ଷଣ ଆଗରୁ। ଆମ ପାଇଁ ନେବେ? କିଛି ନାହିଁ, ମୋର ମନେ ହେଲା ସେ ଯେମିତି ଆମକୁ ଭୁଲି ଯାଇଛନ୍ତି। ସେ ଚାଲିଗଲେ, ସେ ଚାଲିଗଲେ। ହଁ ହଁ ସେ ଚାଲିଗଲେ। ତମେ ତମେ କଣ ପାଇଲ ତାଙ୍କ ଠାରୁ? ପାଇଲି ଖାଲି ଏକମାତ୍ର ନିର୍ଦ୍ଦେଶ, ନିଜେ ଆବିଷ୍କାର କର। ତାହେଲେ ମୁଁ ହାରିଗଲି। ତାଙ୍କର ପ୍ରଖର ଆଲୋକରେ ମୁଁ ପୋଡ଼ି ଯାଉଥିଲି, ତାଙ୍କ କଥାର ମଧୁ ପିଇ ମୁଁ କ୍ଳାନ୍ତ ହୋଇ ପଡୁଥିଲି। ଠିକ ସେତିକି ବେଳେ ସେ ଚାଲିଗଲେ, ମୁଁ ତାଙ୍କୁ ଅଟକାଇ ରଖି ପାରିଲିନି। ଏ ସ୍ଥାନ ତ୍ୟାଗ କରିବାକୁ ପଡିବ ଆଜି ରାତିରେ। ପ୍ରଭୁଙ୍କର ଇଚ୍ଛା? ନା, ଅନ୍ୟ ଏକ ବୃହତ୍ତର ଇଚ୍ଛା। ତାହେଲେ ଚାଲ। ଚାଲ। ଯିବା ପୂର୍ବରୁ କହିଯାଆନ୍ତୁ କଣ ଆଉ ବାକି ଅଛି ତାଙ୍କ ପରେ ଆବିଷ୍କାର କରିବାକୁ। ନା, ଆଉ କାହାର କିଛି ଆବିଷ୍କାର କରିବା ଦରକାର ନାହିଁ। ତମେ ଗୌତମଙ୍କ ପୁତ୍ର ରାହୁଳ, ଏ ସଂଘ ତମଠାରୁ ଅନେକ ଆଶା କରିଛି। ସେ ମନା କଲେ ତାଙ୍କ ପଥ ଅନୁସରଣ କରିବା, ସେ ଉପଦେଶ ଦେଇଗଲେ ନିଜ ପାଇଁ ନିଜ ପଥ ଚିହ୍ନି ନେବାକୁ। ମହତ ଲୋକଙ୍କର କଥା ସବୁ ସାଧାରଣ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ନୁହେଁ। ସେଥିପାଇଁ ଭାଷ୍ୟ ଦରକାର ହୁଏ, ଟୀକାର ପ୍ରୟୋଜନ ହୁଏ। ଏବଂ ତମର ପିତା ପ୍ରଭୁ ସିଦ୍ଧାର୍ଥ ଗୌତମ ବୁଦ୍ଧ ଏ ପୃଥିବୀର ସଂଘ ମାନଙ୍କର ପ୍ରତିଷ୍ଠାତା। ସଂଘ ତୁମର ପିତା ନୁହନ୍ତି ପୁତ୍ର। ସେଥିପାଇଁ ତମକୁ ଦୀକ୍ଷା ନେବାକୁ ପଡିବ, ଆଧୁନିକତମ ସତ୍ୟର ଉପାସକ ହେବାକୁ ପଡିବ। ଏହା ବୋଧେ ପିତାଙ୍କର ଇଚ୍ଛା ନୁହେଁ। ନା, ପିତା ଯାହାଟା କହିଥିଲେ ଠିକ ଏଇଆ। ଭିକ୍ଷୁ ଆନନ୍ଦ ହଉଛନ୍ତି ପ୍ରଭୁ ତଥାଗତଙ୍କ ବାଣୀର ପ୍ରଧାନ ଭାଷ୍ୟକାର। ପୁତ୍ର, ଯଦି ପିତାଙ୍କୁ ପ୍ରଣାମ ନ କରିଥାଅ ତେବେ ସଂଘ ଉଦ୍ଦେଶ୍ୟରେ ପ୍ରଣାମ କର ପୁତ୍ର। ଏବଂ ପ୍ରଣାମ କର ଭିକ୍ଷୁ ସାରିପୁତ୍ରଙ୍କୁ, ସେ ତୁମକୁ ଦୀକ୍ଷା ଦେବେ। ପ୍ରଣାମ କର ବତ୍ସ। शरणं गच्छामि धम्मं शरणं गच्छामि संघं शरणं गच्छामि बुद्धं शरणं गच्छामि।
ବୈଶାଳୀରୁ ବାରାଣାସୀ, ବାରାଣାସୀରୁ କପିଳବାସ୍ତୁ, କପିଳବାସ୍ତୁରୁ ରାଜଗିରି। ନା, ଶେଷ ନାହିଁ, ଶେଷ ନାହିଁ ଜୀବନର ପରିକ୍ରମା। କପିଳବାସ୍ତୁରୁ ରାଜପ୍ରସାଦ ଆପଣ ହଠାତ୍ ଛାଡ଼ି ଚାଲି ଆସିଲେ, କାହାକୁ କିଛି ନ କହି। ଜୀବନ ଯଦି ନଦୀ ଭଳି, ନିରଞ୍ଜନା ଭଳି ଚିର ପ୍ରବାହମାନ, ତାକୁ ଅତିକ୍ରମ କରିବାକୁ ପଡ଼େ ଅନେକ ପର୍ବତର ପ୍ରାଚୀର, ଅନେକ ସମତଳ ଭୂମିର ଆଲିଙ୍ଗନ। ନିରଞ୍ଜନା କଣ ଖାଲି ଏକ ନଦୀ? ଠିକ ସେହି ପ୍ରଶ୍ନ ବି ମୋର। ନିରଞ୍ଜନା ଖାଲି ଏକ ନଦୀ ନା ଚେତନାର ସ୍ରୋତ? ସଂଘ ସବୁ ଆପଣଙ୍କର ଦର୍ଶନ ପ୍ରାର୍ଥୀ ପ୍ରଭୁ। ମୁଁ କିନ୍ତୁ ନିରଞ୍ଜନାର ଦର୍ଶନ ପ୍ରାର୍ଥୀ। ପ୍ରଭୁ, ଆପଣ ବୈଶାଳୀରୁ ଅସ୍ଥିର, ଆପଣ କଣ ଅସୁସ୍ଥ? ମୁଁ ବୁଝିପାରୁନି କାହିଁକି ମନ ଭିତରେ ଏ ପ୍ରଚଣ୍ଡ ଝଡ଼, ଯେପରି ମୁଁ ଅନେକ କିଛି କହିବାକୁ ଚାହୁଁଛି ଅଥଚ କହିପାରୁନି। ଅନ୍ତର ଭିତରୁ ଯେପରି ଏକ ନିର୍ଦ୍ଦେଶ, ଯାହାର କୌଣସି ରୂପ ନାହିଁ, ଭାଷା ନାହିଁ, ଖାଲି ଏକ ଅନାହତ ଧ୍ୱନି। ଆନନ୍ଦ ପ୍ରଭୁ, ସେ କଣ? ମୋର ଏକ ନିବେଦନ ଥିଲା ପ୍ରଭୁ। କୁହ। ଆପଣଙ୍କ ଆଦେଶ ପାଇଲେ ମୋ ସଂଘ ମାନଙ୍କରେ ଏକ ବାର୍ତ୍ତା ପ୍ରଚାର କରିବି। ଯଥା ସଂଘର ଉନ୍ନତି ପାଇଁ, ଭିକ୍ଷୁ, ଅହର୍ତ୍ତ, ଶ୍ରମଣ ଓ ଜିଜ୍ଞାସୁ ମାନଙ୍କର ମାନସିକ ଉତ୍ତରଣ ପାଇଁ ଆପଣ ଆଜିଠାରୁ ମୌନ ବ୍ରତ ଅବଲମ୍ବନ କଲେ। ଆନନ୍ଦ, ଟିକିଏ ଦୂରରେ ନିରଞ୍ଜନ। ଦିନେ ଏକ ନିର୍ଜନ ରାତିରେ ରାଜ ପୋଷାକ, ଐଶ୍ୱର୍ଯ୍ୟ, ଅଧିକାର ସବୁ ତ୍ୟାଗ କରି ସତ୍ୟର ସନ୍ଧାନ ପାଇଁ ଗୁରୁ ବିଲ୍ୱର ଅରଣ୍ୟ ଭିତରେ ପ୍ରବେଶ କରିଥିଲି, ନିରଞ୍ଜନା ଅତିକ୍ରମ କରି। ସେ ସତ୍ୟ ଆଜି ଆଲୋକ ଭଳି ଉଜ୍ଜ୍ୱଳ। ସେହି ସତ୍ୟର ପ୍ରତିଷ୍ଠା ପାଇଁ ମୁଁ ସଂଘ ସୃଷ୍ଟି କରିଥିଲି। ମୁଁ କଣ ଆଉ କିଛି ଜାଣିବିନି, ଆଉ କିଛି ଉପଲବ୍ଧି କରିବିନି? ଅନ୍ୟ କିଛି ଗ୍ରହଣ କରିବା ପାଇଁ ସଂଘ ପ୍ରସ୍ତୁତ ନୁହେଁ। ମୁଁ ସଂଘର ସ୍ରଷ୍ଟା। ଧୃଷ୍ଟତା ମାର୍ଜନା କରିବେ ପ୍ରଭୁ। ଆପଣଙ୍କ ଛାଇ ଆପଣଙ୍କ ଠାରୁ ଲମ୍ବା, ଅନେକ ବଡ଼। ଏ ସଂଘ ମାନଙ୍କର ପ୍ରତିଷ୍ଠାତା ଆପଣ ନୁହନ୍ତି, ଆପଣଙ୍କର ଛାଇ। ମୁଁ ମୋ ଛାଇ ଠାରୁ ଦୂରେଇ ଯିବାକୁ ଚାହେଁ। ଆମେ କିନ୍ତୁ ସେ ଛାଇକି ପୂଜା କରୁ। ଆନନ୍ଦ, ପ୍ରଭୁ, ସେ ଛାଇକୁ ସୃଷ୍ଟି କଲେ କାହିଁକି? ଏତେ ବଡ଼ ପ୍ରଶ୍ରୟ ଦେଲେ କାହିଁକି ହବା ପାଇଁ? ଜାଣିନଥିଲି ମୋ ଛାଇ ଦିନେ ମୋତେ ଦୈତ୍ୟ ଭଳି ଆକ୍ରମଣ କରିବ ବୋଲି। ତେବେ ପ୍ରଭୁ, ଆପଣ ସ୍ୱୀକାର କରନ୍ତୁ, ଆପଣଙ୍କ ଛାଇ ନିକଟରେ ଆପଣ ପରାଜିତ। ପରାଜିତ? ପରାଜିତ? ସେ ଛାଇର କଳଙ୍କ ମୋ ଶରୀର ସାରା ବୋଳି ହେଇଯାଇଛି। ସମ୍ମୁଖରେ, ପଶ୍ଚାତରେ, ବାମରେ, ଦକ୍ଷିଣରେ, ଚତୁଃପାର୍ଶ୍ୱରେ ସେଇ ଛାଇ। ତାର ଲମ୍ବା ହାତ ମତେ ସ୍ଥାଣୁ କରିଦେଇଛି। ଆନନ୍ଦ, ମୁଁ କଣ କରିବି? ମୁଁ କଣ କରିବି ଆନନ୍ଦ? ମୌନ ବ୍ରତ ପ୍ରଭୁ। ମୌନ ବ୍ରତ, ନିରବତା, ଆଉ କିଛି କହିବାର ନାହିଁ। ସବୁ ଶେଷ। ଗୌତମ ଆଜି ତଥାଗତର କାରାଗାରରେ ବନ୍ଦୀ, ଅସହାୟ। ଧର୍ମର, ସଂଘର, ଭିକ୍ଷୁ, ଅହର୍ତ୍ତ ଏ ପରିମାର୍ଜନା ପାଇଁ
ସୁପ୍ତ ମାନବର ଜାଗୃତି ପାଇଁ ଶ୍ରମଣ ମାନଙ୍କର ଆତ୍ମଶୁଦ୍ଧି ପାଇଁ ପ୍ରଭୁ ଶାକ୍ୟ ସିଂହ ଆଜିଠାରୁ ମୌନ ବ୍ରତ ଅବଲମ୍ବନ କଲେ। ହଠାତ୍ ମୌନ ହେଲେ ମୋର କିନ୍ତୁ ଅନେକ କିଛି ପଚାରିବାର ଥିଲା। ତାହେଲେ ଏଟା ବାତ ଦୌଡ଼ି ଆସିଲି କାହିଁକି? ତମେ ବୈଶାଳୀର ସଂଗ୍ରାମ ଭାଙ୍ଗିଗଲା ପରେ ସେଇଠି ବାହାରି ପଡି କୋଉଠିକି କାହା ପାଖକୁ? କୋଉଠିକି କାହା ପାଖକୁ? ବିଶ୍ୱାସର ଭିତ୍ତିଟା ଦୋହଲି ଗଲା ପରେ ସେ ମଣିଷକୁ କେବେ ଦେଖିଛନ୍ତି? ଶୁଣିଛନ୍ତି ତାର ଗୁମୁରି ଗୁମୁରି କ୍ରନ୍ଦନର ସ୍ୱର? ମୁଁ ଜାଣେ ସତ ବିଶ୍ୱାସ କେବେ ଦୋହଲେ ନାହିଁ, କେବେ କ୍ଷୀଣ ହୁଏ ନାହିଁ। ହୁଏ। ମତେ ଦେଖ, ଯାହାକୁ ପରମ ସତ୍ୟ ବୋଲି ଜାବୁଡ଼ି ଧରିଥିଲି ସେଇ ସଂଘ ଆଜି ମତେ ଅବିଶ୍ୱାସର ଅନ୍ଧାର ଭିତରକୁ ଠେଲିଦେଲା। ତାପରେ ନିଶାଗ୍ରସ୍ତ ପରି ଘୁରି ବୁଲି କେତେବେଳେ ଅରଣ୍ୟରୁ ଜନପଦ, ତ କେତେବେଳେ ଜନପଦରୁ ସମୁଦ୍ର, କେତେବେଳେ ଇଚ୍ଛାମତି, ତ କେତେବେଳେ ସଂଘ ମତେ ହାତ ଧରି ଡାକିଲା। ଗୌତମ ଆମ ସମସ୍ତଙ୍କ ପାଇଁ ମୌନ ବ୍ରତ। ଆମ ଭାଇ, ତାହେଲେ ମୁଁ କଣ କରିବି? କିଏ ମତେ କହିବ? ଆସ ଏଇଠି ବସ, ମୁଁ ସବୁ ବୁଝେଇଦେବି। ଶାସ୍ତ୍ରରୁ ତାର ଉତ୍ତର ପାଇପାରିବ? ପାଇଲିନି, ଉତ୍ତର ପାଇଲିନି। ସେଇଥିପାଇଁ ଖୋଜି ବୁଲୁଛି ତଥାଗତ। ତଥାଗତକୁ ତମେ ଆଉ ବିରକ୍ତ କରନି। ସେ ଆମ ସମସ୍ତଙ୍କ ମଙ୍ଗଳ ପାଇଁ ମୌନ ହେଲେ। ତମେ ଯାଅ ବିଶ୍ରାମ କର। ବିଶ୍ରାମ କର? ସେଦିନ ଇଚ୍ଛାମତି ବି କହିଥିଲା ଆସ ମୋ କୁଟୀରକୁ ଆସ, ଏଇଠି ବିଶ୍ରାମ କର। ଶାସ୍ତ୍ର ବି କହିଥିଲା ମୋର ପ୍ରତ୍ୟାବାରଙ୍କ ଭିତରେ ବିଶ୍ରାମ କର। କିନ୍ତୁ କାହିଁ ବିଶ୍ରାମ? କାହିଁ? କାହିଁ? ତାକୁ ହିଁ ଖୋଜି ଖୋଜି ଏତେ ବାଟ ଚାଲି ଆସିଲ? ଇଚ୍ଛାମତି ନା? ହଁ, ସେମାନଙ୍କୁ କଥା ଦେଇଥିଲି, ମୁଁ ପୁଣି ଆସିଛି। ଡେରି କରିଦେଲେ ଅନେକ ଦିନ। ଗୌତମ ମୌନ ବ୍ରତ ଅବଲମ୍ବନ କରିଛନ୍ତି। କିମ୍ବା ଜୋର କରି ତାଙ୍କ ମୁହଁ ବନ୍ଦ କରାଯାଇଛି? ଜୋର କରି? ହଁ, ଯେପରି ଜୋର କରି ମତେ ଏଠୁ ବହିଷ୍କାର କରାଯାଇଥିଲା। ହେଲେ କାହିଁକି ତାଙ୍କ ମୁହଁ ବନ୍ଦ କରି ଦିଆଗଲା? କାରଣ ଗୌତମଙ୍କ ଠାରୁ ଆଉ ପ୍ରୟୋଜନ ନାହିଁ। ମିଛ କଥା। ତାଙ୍କ ନାମ ତାଙ୍କ ଠାରୁ ଆହୁରି ମୂଲ୍ୟବାନ। ତାଙ୍କ ନାମକୁ ନେଇ ବାଣିଜ୍ୟ କରିହେବ, ରାଜ୍ୟ ବିସ୍ତାର କରିହେବ, ନିଜର ପ୍ରତିଷ୍ଠା କରିହେବ। ଇଚ୍ଛାମତି, ପ୍ରଭୁ ତଥାଗତ ତମର ଉପାସର ପାତ୍ର ନୁହନ୍ତି। ନା, ପ୍ରଭୁ ତଥାଗତ ନୁହନ୍ତି, ତାଙ୍କ ନାମ। ତମେ ଏମିତି କାହିଁକି ଆସ ବାରମ୍ବାର? ସେ ଗୋଟେ ପ୍ରଶ୍ନ ପଚାରିବା, କାହିଁକି କାମନା, କାହାର କାମନା ଏବଂ କିଏ ଦୁଃଖ ଠାରୁ ସ୍ୱର୍ଣ୍ଣତର? ଉତ୍ତର ପାଇ ତମେ ପାଇଛ? ହୁଏତ ନା। କେବେ ପାଇବାକୁ ଇଚ୍ଛା କର? ଇଚ୍ଛା ସବୁ ଦୁର୍ବାର, ଅଲଙ୍ଘ୍ୟ ପ୍ରାଚୀରୀ ପରି। ଜୀବନର ପ୍ରଶ୍ନ ସବୁ ତାକୁ ଲମ୍ଫ ଦବାକୁ ଯାଏ। ଜୀବନରେ ଅନେକ ବ୍ୟର୍ଥତା। ଇଚ୍ଛା ମତେ କହିପାରିବି ମୁଁ କଣ କରୁଛି? ସେମାନଙ୍କୁ ପଚାର। ତମେ କହିପାରିବ? ମୁଁ ତ ବିତାଡ଼ିତ। ତାହେଲେ ଆସ, ଏଇଠି ଅପେକ୍ଷା କରିବ। ଗୌତମ ଆସିବ ଆଉ ଆମର ସବୁ ପ୍ରଶ୍ନର ଉତ୍ତର ମିଳିବ। ଆସ। ନା, ଗୌତମ ମୁହଁ ଖୋଲିବେନି, କାରଣ ତାଙ୍କ ସବୁ କଥା ଲିପିବଦ୍ଧ। ତାହେଲେ ହୁଏତ ଅନ୍ୟ କିଏ ଆସିବେ, କେବେ ନା କେବେ ଆପଣମାନଙ୍କ ପ୍ରଶ୍ନର ଉତ୍ତର ମିଳିବ। ବରଂ ଆସ, ଆମେ ଅପେକ୍ଷା କରିବା ଅନ୍ୟ ସମୟକୁ, ଅନ୍ୟ ସମ୍ଭାବନାକୁ। ଆସ। ଆସ। ଇଚ୍ଛାମତି, ତମେ? ହଁ, ପ୍ରତିଶ୍ରୁତି ରଖି ମୁଁ ଆସିଥିଲି। ଆଉ ପ୍ରତିଶ୍ରୁତି ଭାଙ୍ଗି ମୁଁ ପୁଣି ଚାଲି ଯାଉଛି। ଆଉ କଣ ଜାଣିବାକୁ ଅଛି? ଥିଲା, ହୁଏତ ତାର ଉତ୍ତର ଆଜି ପର୍ଯ୍ୟନ୍ତ ତିଆରି ହେଇନି। ସେଇ ତ, କାହାରି କାମନା କାହିଁକି କାମନା? ଏବଂ କିଏ ଦୁଃଖ ଠାରୁ ସ୍ୱର୍ଣ୍ଣତର? କସ୍ତୁରୀ ମୃଗ ଭଳି ତମ ନିଜ ଗନ୍ଧରେ ନିଜେ ବିଭୋର ଇଚ୍ଛାମତି।
ତେଣୁ ସେଇଥିପାଇଁ ତମେ ଜୀବନର ସହଜତମ ବ୍ୟାଖ୍ୟାକୁ ସ୍ୱୀକାର କରୁନ। ଆସ ନୀଳଲୋହିତ, ଏମାନେ ତାଠୁ ଅଧିକ ଅନ୍ୟ କିଛି କଥା କହିପାରିବେନି, କାରଣ ଗୌତମ ବର୍ତ୍ତମାନ ନିରୂପ। ତାହେଲେ ଆପଣଙ୍କ ପାଖରେ କିଛି ନାହିଁ? ମୁଁ କହୁଛି ନାହିଁ। ତେବେ ଏତେ ବର୍ଷ ସବୁ ଏମିତି ବୃଥାରେ କଟିଗଲା? ନା, ଯାଇନଥାନ୍ତା ଯଦି ଗୌତମ ନିରୂପ ହୋଇଯାଇନଥାନ୍ତେ। ଇଚ୍ଛାମତୀ, ତମେ ବୋଧହୁଏ ଜାଣିନ ଏ ରାଜ୍ୟରେ ଏହି ଧର୍ମ ବର୍ତ୍ତମାନ ରାଜଧର୍ମ। ଏବଂ ୟା ମଧ୍ୟ ଜାଣେ ଏଠି ଏ ଧର୍ମର ବିରୁଦ୍ଧ ଆଚରଣ ମାନେ ମୃତ୍ୟୁଦଣ୍ଡ। କାହାର ଭୌଗୋଳିକ ସୀମାରେ ଆବଦ୍ଧ ରହିବା ପାଇଁ এই ଇଚ୍ଛା ମତେ ଆସେନି। ସେ ଇଚ୍ଛା ମତେ ଆସ ନୀଳଲୋହିତ। ସମୟ ଅତିକ୍ରମ କରୁଥିଲା। ଗୌତମଙ୍କର ମୌନତା ଏବଂ ଆନନ୍ଦଙ୍କର ଦୃଢ଼ତା କିଛି ସମୟ ପାଇଁ ସମସ୍ତ ଘଟଣାକୁ ସ୍ତବ୍ଧ କରିଦେଇଥିଲା। କିନ୍ତୁ ଗୌତମଙ୍କର ବାହାରର ମୌନତା ତାଙ୍କର ଭିତରଟାକୁ ହୁଏତ ମୁଖରିତ କରୁଥିଲା। ତାଙ୍କର ସେ ମୁଖର ମୌନତା କିମ୍ବା ମୌନ ମୁଖରତା ତାଙ୍କୁ ଆହୁରି ଅନ୍ୟମନସ୍କ, ଆହୁରି ବିଚଳିତ କରିଦେଲା। ପୁଣି ସେ ପରିକ୍ରମା କରିବାକୁ ଲାଗିଲେ। ରାଜଗିରିରୁ ଆହୁରି କିଛି ଅରଣ୍ୟ ଜନପଦ ଡେଇଁ ସେ ପହଞ୍ଚିଲେ କୁଶୀନଗରରେ। ଆନନ୍ଦ ତାଙ୍କୁ ଅନୁସରଣ କରୁଥିଲେ ଛାଇ ପରି କୁଶୀନଗର ପର୍ଯ୍ୟନ୍ତ। ଆଉ ସେଇଠି ଚୁନ୍ଦ ନାମକ ଜଣେ ଭକ୍ତ କୃଷକ ଶ୍ରଦ୍ଧାରେ ତଥାଗତଙ୍କୁ ଶୂକର ମାଂସ ଭକ୍ଷଣ କରିବାକୁ ନିବେଦନ କଲା। ତଥାଗତ ଆପତ୍ତି କଲେ ନାହିଁ। ନିର୍ବିକାର ଚିତ୍ତରେ ତାକୁ ଭକ୍ଷଣ କଲେ ଏବଂ ହଠାତ୍ ଆମାଶୟ ରୋଗରେ ପୀଡ଼ିତ ହେଲେ। କୌଣସି ଆଚାର ନିଷ୍ଠା ଅନୁରୋଧକୁ ଭୃକ୍ଷେପ ନ କରି ପ୍ରଭୁ ତଥାଗତ ଶୂକର ମାଂସ ଭକ୍ଷଣ କଲେ ଏବଂ ଆମାଶୟ ରୋଗରେ ପୀଡ଼ିତ ହେଲେ। ବର୍ତ୍ତମାନ ସେ ଦୁର୍ବଳ, କ୍ଷୀଣ, ଉତ୍ଥାନ ଶକ୍ତି ରହିତ। ଏଇ କଣ ଶେଷ? ଏଇ କୁଶୀନଗରୀରେ ଏକା ଏକା? ଆନନ୍ଦ, ପ୍ରଭୁ ଆନନ୍ଦ, ପ୍ରଭୁ ମଣିଷ କଣ ସବୁବେଳେ ଖାଲି ନିରଞ୍ଜନ ପାଖକୁ ଯାଉଥିବ? ନିରଞ୍ଜନ କେବେ କଣ ମଣିଷ ପାଖକୁ ଆସିବନି? ସେ ପ୍ରଶ୍ନ ଆଜି କେହି ପଚାରିବେନି ପ୍ରଭୁ। ସବୁ ପ୍ରଶ୍ନର ଉତ୍ତର ଆପଣ। ଭୁଲ ଆନନ୍ଦ, ଭୁଲ। ତମେ ଭୁଲ କହୁଛ ଆନନ୍ଦ। ମୋର ଅଭିଜ୍ଞତା ଆଉ ଅନୁଭୂତି ଦେଇ ବୁଝିଛି, ପ୍ରଶ୍ନ କେବେ ଶେଷ ହୁଏ ନା, ଜାଣିବାର ଶେଷ ନାହିଁ। ପ୍ରଭୁ ଆପଣ ଅସୁସ୍ଥ, ଆପଣଙ୍କର ବିଶ୍ରାମ ଦରକାର। ସଂଘ ଭାଙ୍ଗି ଦିଅ, ଭାଙ୍ଗି ଦିଅ ଏ ସଂଘ, ନହେଲେ ସଂଘ ଦିନେ ଅନ୍ଧମାନଙ୍କ ପାଖରେ, ଅର୍ଥ ପାଖରେ, ରାଜନୀତି ପାଖରେ ଆଉ ପ୍ରଭୁତ୍ୱ ପାଖରେ ଆତ୍ମସମର୍ପଣ କରିବ। ଭାଙ୍ଗି ଦିଅ, ଭାଙ୍ଗି ଦିଅ ଏ ସଂଘ। ପ୍ରଭୁ ଗୌତମଙ୍କର ବାଣୀ ଆଜି ପ୍ରଚାରିତ, ସର୍ବଶେଷ ସତ୍ୟ, ନା ମହାନ ସତ୍ୟ। ନା 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 ଆନନ୍ଦ, ମୁଁ ସର୍ବଶେଷ ବୁଦ୍ଧ ନୁହଁ। ମଣିଷର ଆଶା ଆଉ କାମନା ନୂତନ ବୁଦ୍ଧ ମାନଙ୍କୁ ଆଣିବ। ପ୍ରଭୁ ଲିପିବଦ୍ଧ କର ଆନନ୍ଦ। ସବୁ ଲିପିବଦ୍ଧ। ସେ- ସେ ଲିପିର ଧାରକ, ବାହକ, ପରିଚାଳକ ସଂଘ
ସଂଘର ଜୟ ହେଉ। ବିରୋଧ କର ଆନନ୍ଦ, କାମନା ଆଶାର ଅନ୍ୟ ନାମ ନୁହଁ। ପ୍ରଭୁ, ଦୁଃଖ ସୁଖର ବିପରୀତ ହେଇପାରେ ନା। ନିର୍ବାଣ ଜୀବନର ଶେଷ ପରିଚ୍ଛେଦ ନୁହଁ ପ୍ରଭୁ, ଏବଂ ମୁଁ ସର୍ବଶେଷ ବୁଦ୍ଧ ନୁହଁ। ପ୍ରଭୁ, ପ୍ରଭୁ। ତମେ ହୁଏତ ଦେଖିପାରୁନ ଆନନ୍ଦ, ମୁଁ କିନ୍ତୁ ଦେଖିପାରୁଛି। ଗୋଟାଏ ଆଲୋକର ଶୋଭାଯାତ୍ରା, ଅନେକ ଉଜ୍ଜଳ ମୁହଁ ଉତ୍ତର ପୁରୁଷମାନଙ୍କର। ପଛକୁ ପଛ ଧାଡ଼ି ବାନ୍ଧି ସେମାନେ ଆସିବେ। ସେମାନେ ଆସୁଛନ୍ତି, ଛାୟା ପଥରେ ସେମାନଙ୍କର ଅବାରିତ ଚାଲିବାର ଶବ୍ଦ, ଏବଂ ମୋର ସମୟ ଶେଷ। ଆନନ୍ଦ, କାହାର ଯେପରି ଏକ ମଧୁର ଧ୍ୱନି, କାହାର ହାତର ସ୍ପର୍ଶ ଆଲୋକମୟ, କୋମଳ ଏବଂ ଶୀତଳ। ମୋତେ ସେ ଆଲୋକ ବଳୟ ପାଖରେ ପହଞ୍ଚିବାକୁ ପଡ଼ିବ। ସେ ଆଲୋକକୁ ସ୍ପର୍ଶ କରିବାକୁ ପଡ଼ିବ। ଆନନ୍ଦ, ମୋତେ ଯିବାକୁ ପଡ଼ିବ। ଆନନ୍ଦ, ମୁଁ ଯିବି। गच्छामि धम्मं शरणं गच्छामि संघं शरणं गच्छामि। आज এই পবিত্র বৈশাখ পূর্ণিমারে প্রভু তথাগত মহামণি নাম কলে ସେ ଶେଷ ମୁହୂର୍ତ୍ତରେ ବି ଯାହା କହିଯାଇଛନ୍ତି ତାର ଆଜି ପୁନରାବୃତ୍ତି କଲେ। ତାଙ୍କର ପ୍ରଦର୍ଶିତ ମାର୍ଗ ହିଁ ମାନବ କଲ୍ୟାଣର ଏକମାତ୍ର ମାର୍ଗ। ସେ କହିଛନ୍ତି ସଂସାର ଦୁଃଖମୟ, କାମନା ଦୁଃଖର କାରଣ ଏବଂ କାମନାର ବିନାଶରେ ଦୁଃଖର ବିନାଶ। ସଂଘ ମଧ୍ୟ ଦେଇ ମାନବତାର କଲ୍ୟାଣର ପଥ ପରିଷ୍କାର କରିବ। ସଂଘ ମାନବ କଲ୍ୟାଣର ଏକମାତ୍ର ପଥ। ସଂଘର ଊର୍ଦ୍ଧ୍ୱରେ ବ୍ୟକ୍ତିର କୌଣସି ସତ୍ତା ନାହିଁ। ତେଣୁ ତଥାଗତ ସର୍ବଶେଷ ବୁଦ୍ଧ, ସର୍ବଶେଷ ସତ୍ୟ, ତାଙ୍କ ପରେ ପୁନର୍ଜନ୍ମ ନାହିଁ।
शरणं गच्छामि